ପିଲେ ପଞ୍ଚମ ବିଭକ୍ତି ଅଧା ଥିଲା ବୋଧେ ନାଇଁ କି? ଆଜ୍ଞା ସାର୍। ହଉ ପିଲେ ଚାଲ ଆମେ ଗୋଟେ ପଢିଥିଲେ ପିଲେ କୋଉଥିରେ କହିଲ ଚତୁର୍ଥୀରେ ପିଲେ ପଢିଥିଲେ ଯେତେବେଳେ ପିଲେ ତୁମୁନୁ ପ୍ରତ୍ୟୟ ପିଲେ ଲୋପ ହେଇଯାଉଥିଲା ଲୋପ ନୁହଁ ତୁମୁନୁ ପ୍ରତ୍ୟୟ ଜାଗାରେ ଛାଡ ଯେତେବେଳେ ପିଲା ମାନେ ଗୋଟେ ସୂତ୍ର ପଢିନଥିଲେ ପିଲେ କଣ ପଢିଥିଲେ ସେଇଟା କଣ ସୂତ୍ର ମିଳୁ ନଥିଲା କ୍ରିୟାର୍ଥ ଉପପଦସ୍ୟ ଚ କର୍ମଣି ସ୍ଥାନୀ ନହ ପିଲେ ହଁ ତ ସେଇ ସୂତ୍ରରେ କଣ ହଉଥିଲା ପିଲେ ଯଦି ତୁମୁନୁ ପ୍ରତ୍ୟନ୍ତ ପଦକୁ ପିଲା ଆମେ ଉହ୍ୟ କରିଦଉଥିଲେ ତାହେଲେ ପିଲେ ତାର ଯିଏ ଥିଲା କର୍ମ ତାର କୋଉ ବିଭକ୍ତି ହଉଥିଲା ଚତୁର୍ଥୀ। ତାର ପିଲେ ଚତୁର୍ଥୀ ବିଭକ୍ତି ହଉଥିଲା ସେଇଟା ଯେମିତିକା ପିଲେ ଏଇ ସୂତ୍ର ମଧ୍ୟ ଠିକ ସେଇଭଳିଆ ପିଲେ ଲ୍ୟପ ଲୋପେ କର୍ମଣି ଅଧିକରଣେ ଚ ହେଲା ସେଠି ପିଲେ ଖାଲି ହଉଥିଲା କର୍ମର ପିଲେ ଚତୁର୍ଥୀ ହଉଥିଲା ଏଠି କିନ୍ତୁ ଦି ଜଣଙ୍କର ଚତୁର୍ଥୀ ହବ କାହାର ପିଲେ କର୍ମ ଆଉ ଅଧିକରଣ ବୁଝିଲା ପିଲେ କର୍ମର ବି ସରି ପଞ୍ଚମୀ ହବ ଆଉ ତା ସହିତ ପିଲା ଅଧିକରଣର ମଧ୍ୟ ପଞ୍ଚମୀ ପିଲା ହବ କିନ୍ତୁ ପିଲେ କୋଉ ପ୍ରତ୍ୟୟ ଯଦି ଲୋପ ହବ ପିଲେ ଲ୍ୟପ ଲୋପେ ଲ୍ୟପ ପ୍ରତ୍ୟୟ ହେଲା ଲ୍ୟପ ପ୍ରତ୍ୟୟ ମାନେ କଣ ପିଲେ ଲ୍ୟପ ପ୍ରତ୍ୟୟ ମାନେ ପିଲେ ଲ୍ୟପ ପ୍ରତ୍ୟୟ ବି ହେଇପାରିବ ଲ୍ୟପ ପ୍ରତ୍ୟୟ ମାନେ ପିଲେ ତ୍ୱା ପ୍ରତ୍ୟୟ ବି ହେଇପାରିବ କି ନାଇଁ ପିଲେ କୁହ ହଁ ସାର୍ ଲେବନ୍ତ ଇତ୍ୟାଦି ଆଉ ତ୍ୱା ଲ୍ୟପ ହଁ ଇତ୍ୟାଦି। ଏଇଗୁଡାକ ସବୁ ପିଲେ ହେଲା କାହିଁକି ନା ଲ୍ୟପ ପ୍ରତ୍ୟୟଟା ଆକ୍ଚୁଆଲି ପିଲେ ତ୍ୱା ପ୍ରତ୍ୟୟ ନା ଲ୍ୟପ ପ୍ରତ୍ୟୟ ବୋଲି କଣ ପ୍ରତ୍ୟୟ ଅଛି ପିଲେ ପ୍ରତ୍ୟୟ ନାହିଁ ପ୍ରକୃତରେ ହଉଛି ତ୍ୱା ପ୍ରତ୍ୟୟ ଯେତେବେଳେ ତ୍ୱା ପ୍ରତ୍ୟୟ ଲାଗିଥିବ ଯଦି ଉପସର୍ଗ ଲାଗିଗଲା ତାହେଲେ ସେ ତ୍ୱା ଟା ପିଲେ କଣ ହେଇଯାଏ ଲ୍ୟପ ପ୍ରତ୍ୟୟ ହେଇଯାଏ ତ ଲ୍ୟପ ଟା ହଉଛି ଗୋଟେ ଆଦେଶ ପିଲେ ଏଇଟା ତ୍ୱା ଜାଗାରେ ଆଦେଶ ହୋଇଥାଏ ହେଲା ହଉ ତାହେଲେ ସେଇ କଥା ତ ପିଲେ କଥା ଆଉ ତ କିଛି ନାହିଁ ଏଥର ବୁଝି ହେଇଯିବ ଆଉ କଣ ଅସୁବିଧା ଅଛି ପିଲେ ଯଥା ଉଦାହରଣ ପିଲେ ଦେଖ ଦେଇଛି ପିଲେ ରମେଶ ଛାତ୍ରାବାସେ ସ୍ଥିତ୍ୱା ପତ୍ରମ୍ ଲିଖତି ହେଲା ପିଲେ ଛାତ୍ରାବାସେ ସ୍ଥିତ୍ୱା ପତ୍ରମ୍ ଲିଖତି ଯଦି ବାକ୍ୟ ଏମିତି ରଖିବା ତ ଠିକ ଅଛି ନାଇଁ ଯଦି ପିଲା ଆମର ଇଚ୍ଛା ହବ ନାଇଁ ଆମେ ସ୍ଥିତ୍ୱ ଟାକୁ ପିଲେ କାଟିଦବା ଲୋପ କରିଦବା ତାହେଲେ ଛାତ୍ରାବାସେ ହଉଛି ପିଲେ ଆକ୍ଚୁଆଲି କଣ ପିଲେ ଅଧିକରଣ ଛାତ୍ରାବାସ ହଉଛି ଅଧିକରଣ ପିଲେ ତେବେ ତାର ପିଲେ ବର୍ତ୍ତମାନ କୋଉ ବିଭକ୍ତି ହେଇଯିବ ଯଦି ଲୋପ କରିଦବା ପଞ୍ଚମ ବ୍ୟକ୍ତି ହେଇଯିବ ତାହେଲେ ରମେଶ ଛାତ୍ରାବାସାତ ପତ୍ରମ୍ ଲିଖତି ୟାକୁ ପିଲେ କୁହାଯାଇଥାଏ ଲ୍ୟପ ଲୋପେ ପଞ୍ଚମୀ ଯଦି ପଚାରିଲା କିଏ ପିଲେ ଦେଇଥିବ ରମେଶ ଛାତ୍ରାବାସାତ ପତ୍ରମ୍ ଲିଖତି ଆଉ ଛାତ୍ରାବାସା ତଳେ ପିଲେ ଅଣ୍ଡରଲାଇନ କରିଥିବ ପଚାରିବ ସକାରଣ ବିଭକ୍ତି ଲେଖ ତାହେଲେ ପିଲେ କଣ କୁହାଯିବ ଲ୍ୟପ ଲୋପେ ପଞ୍ଚମୀ ଲ୍ୟପ ଲୋପେ ପଞ୍ଚମୀ ହେଲା ସେ ସେମତିକା ପିଲେ କର୍ମଣୀ କଣ ରହିଲା କର୍ମ ରହିଲେ ଏଠି ଇଏ ରହିଲା ଅଧିକରଣ ରହିଲା ଝିଅ ଅଧିକରଣରେ ପଞ୍ଚମୀ ହେଲା ଅଧିକରଣ ମାନେ କଣ ଅଧିକରଣ ମାନେ ହଉଛି ଆଧାର ତମେ ଯାହା ଉପରେ କାମ କରୁଛ ବୁଝିପାରୁଛ ନା ଓ ଯେମିତି ଆଚ୍ଛା ତମେ ଆଚ୍ଛା ହଁ ତମେ ଘରେ ରହୁଛ ତ ତମ ପାଇଁ ଆଧାର କିଏ ସେ ଘର ତମେ ଘର ଯୋଉ ଜାଗା ତ ଘର ହେଲା ଅଧିକରଣ ସେମିତି ପିଲାଟି ଛାତ୍ରାବାସରେ ଅଛି ତାହେଲେ ତା ପାଇଁ ଅଧିକରଣ କିଏ ସେ ଛାତ୍ରାବାସ ହଁ ବାସ ଛାତ୍ରାବାସ ପିଲେ ହଁ ଯଦି ଲ୍ୟପ ପ୍ରତ୍ୟୟ ଲୋପ କରିଦବା ଏଇ ଅଧିକରଣରେ ପିଲେ ହେଇଯିବ ପଞ୍ଚମ ବିଭକ୍ତି ତ ଛାତ୍ରାବାସାତ ସେମିତିକା ପିଲେ କର୍ମର ଗୋଟେ ଉଦାହରଣ ଦେଖିବା ଯେମିତି କି ବାନର ବୃକ୍ଷମ ଆରୁହ୍ୟ ପଶ୍ୟତି ଆରୁହ୍ୟ ହଉଛି ଲ୍ୟପ ପ୍ରତ୍ୟୟ ତାହେଲେ ବୃକ୍ଷମ ଟା ହଉଛି କଣ ପିଲେ ପ୍ରକୃତରେ କର୍ମ କର୍ମ ପିଲେ ବୃକ୍ଷମ ଟା କର୍ମ ପିଲେ ଯଦି ପିଲା ଆମେ ଆରୋହ୍ୟ ଟାକୁ ଏଠୁ କାଟିଦବା ତାହେଲେ ବୃକ୍ଷମ ଟା କଣ ହେଇଯିବ ବୃକ୍ଷା ବୃକ୍ଷାତ ପିଲେ ହେଇଯିବ ତାହେଲେ ବାନର ବୃକ୍ଷାତ ପଶ୍ୟତି ତ ଏଠି ଯୋଉ ବୃକ୍ଷାତ ହେଲା ପିଲେ ଇଏ ମଧ୍ୟ ଲ୍ୟପ ଲୋପେ ପଞ୍ଚମୀ ପଞ୍ଚମୀ ତ ସେଇ କଥା କହୁଛି ପିଲେ କି ତ୍ୱା ଆଉ ଲ୍ୟପ ପ୍ରତ୍ୟନ୍ତ ପଦ ବ୍ୟବହାର ନକରି ଉକ୍ତ କ୍ରିୟାପଦର କର୍ମ ଆଉ ଆଧାର ସ୍ଥାନରେ ପିଲେ ପଞ୍ଚମ ବିଭକ୍ତି ହୁଏ ଏହାକୁ ପିଲା ଆମେ ଲ୍ୟବ ଲୋପେ ପଞ୍ଚମୀ ବୋଲି କହିଥାଉ ତେବେ ଏଠାରେ ସ୍ଥିତ୍ୱ ଆରୁହ୍ୟ କ୍ରିୟାପଦକୁ ଯଦି ଉହ୍ୟ କରି ଦିଆଯିବ ତାହେଲେ ଅଧିକରଣ ପିଲେ ଛାତ୍ରାବାସ ଠାରେ ଆଉ ତଳ ବାକ୍ୟରେ ପିଲେ କର୍ମ ହଉଛି ବୃକ୍ଷ ଠାରେ କୋଉ ବିଭକ୍ତି ହୋଇଛି ପଞ୍ଚମୀ ପଞ୍ଚମୀ ବିଭକ୍ତି ପିଲେ ହେଇଯିବ ଆଉ ଏଇତ ହେଲା ପିଲେ କଥା ଆଉ କଣ
तापर सेतरको नेक्स्ट पिले कोन कहूची पिले आख्यात उपयोगी। हाँ आख्याता उपयोगी एठी आख्यात नो पिले आख्याता उपयोगी बुझी होची पिले से कहूची पिले उपयोग समय रे उपयोगर माने होची पिले कोन नियम पूर्वक विद्या ग्रहण मन रखियो एठी उपयोगर माने होची ग्रहण विद्या ग्रहण रा होची पिले उपयोग उपयोग शब्द रा अर्थ होची नियम पूर्वक विद्या ग्रहण जोठी पिले नियम पूर्वक विद्या ग्रहण होतुव सिस्टमैटिक रे विद्या ग्रहण होतुव तुम एमती सांग साथी बसिच तुम सांग तुम गोटे कौन बतईदेला सी पिले उपयोग नुह जोठी तमे सिस्टमैटिकली पढ़िवा उद्देश्य रे जोठी तुम माने विद्या ग्रहण करूछ सी होची पिले उपयोग तेबे सेही उपयोग समय रे जीए तुमर हेतिबो पिले आख्याता आख्याता माने कोन पिले विद्या विद्या विद्यादाता पिले जे विद्या दउछंती ना नहीं सी होचंती पिले आख्याता आ सेही आख्यातांकर पिले हे जो पंचमी विभक्ति ताले नियम पूर्वक विद्या ग्रहण समय रे जे पिले गुरु जे विद्या दउछंती तांकर हे जो पिले पंचमी विभक्ति जथा पिले शिष्य आचार्यात शास्त्रम अधीते तले आचार्यात पिले कोन हे जीवो पंचमी जीव पंचमी को सूत्र रे पिले एटा हे जीवो आख्यात आख्यात उपयोगे पंचमी हाँ बा ना एटा आख्यात उपयोग नै पिले अपादान नै पंचमी पिले हला आख्यात ई सूत्र अनुसार अपादान हाँ ये सब अपादान संज्ञा करूची पिले आ ओटे पंचमी जो होची पिले अपादान पंचमी पंचमी तापर कोन कहूची पिले आउ कोन कहूची ना त्रपार्था नाम यतः त्रपा पिले त्रपार्थक धातु माने लाज करिवा अर्थ रे पिले हाँ त्रपार्थक माने पिले लाज करिवा त्रपते लज्जते हैला ये सब पिले होची त्रपार्थक धातु पिले लाज करिवा तो से कहूची त्रपार्था नाम पिले त्रपार्थक धातु मानकर प्रयोग रे पिले यतः त्रपा तुमे जहा ठारो लज्जा अनुभव करूछ जहा को तुमे लाज करूछ तार पिले मध्ये अपादान संज्ञा हेकरी को व्यक्ति हबो पंचमी पंचमी व्यक्ति हबो तले बधु ससुरात लज्जते तले यार एक्चुअली अर्थ पिले कोन बधु ससुरन को लाज लज्जा हैला तले एठी जो ससुरात हैला पिले तो एटा पिले अपादान पंचमी आ अपादान संज्ञा कोथरे हैला ना त्रपार्था नाम यतः त्रपा तो सही कथा कहला पिले कि नियम पूर्वक विद्या ग्रहण रे गुरु को पिले आख्याता कहा जाए आ सेठारे अपादान संज्ञा हुए एवं लज्जा करिवा अर्थ रे जहा को लज्जा करा जाए सेठारे मध्ये अपादान संज्ञा हेकरी पंचमी व्यक्ति हुए तेबे एठारे आचार्यंग ठारो नियम पूर्वक शास्त्र अध्ययन हेतु आचार्य होचंदी आख्याता बधु ससुर को लाज करुथबारु उभय पिला आचार्य और ससुर ठारे पिला अपादान संज्ञा हेकरी को व्यक्ति हे गला पंचमी व्यक्ति हे गला तो पिले आमाने पूर्वरु पढ़ी मध्ये सारी छे पिले आमे जते बेले कोठु पढुथले पिले जो हेतो तृतीया पढ़िला बेले हेतो पंचमी मध्ये पढितले कार मन अछि टे मन पके देलो तो पिले कोन पढितला स्त्री भिन्न शब्दरु हेतु अर्थ कहले तृतीय एवं पंचमी विभक्ति दियो हाँ ताले जदि हेतु बोधक शब्दटी पिले कोन हे नथिबो स्त्रीलिंग स्त्रीलिंग शब्द हे नथिबो तबे तार पिला हम कोन करि परिबा तृतीय करि परिबा पंचमी मध्ये करि परिबा एई तो पिले कथा किंतु एठी से आ गोटे जिंस भी ऐड करछि पिला एक्चुअली बुझौछि से कहूची हेतु विभाषा गुणे अस्त्रियाम पिले एठी ना गुण शब्द ऐड करछि गुण शब्द अर्थ होछि पिले गुणवाचक शब्द गुणर मान होछि पिले कोन गुणवाचक शब्द हैला गुणवाचक शब्द मान बुझर नै पिले कोन गुणवाचक शब्द होछि ए टाइप रो शब्द जहा को तुमे कोन करि परिबोनी पिले अरे देखि परिबोनी छुई परिबोनी स्पर्श करि परिबोनी हाँ केवल अनुभव करि हबो काहे ना गुण को कोन पिले छुई हबो कि ना विजिबल बुझिहोछ ना नै पिले अनविजिबल हाँ तो सेति पे गुणवाचक शब्द हम ताकू कहया पिले अथवा हम एमटी भी कहि परिया पिले हमर जो तर्क संग्रह रे पिले चतुर्विंशति ही गुणा सेति पिले जो 24 प्रकार रे पिले सुख दुख सब देछि पिले
तो से सब मध्य गोटे गोटे कौन पिले गुण पिले गुण हाँ गुण ताले एठी से गोटे कथा ऐड करछि पिले से कहूछि कोन हेथिबो पिले ना एक रे तो स्त्रीलिंग शब्द हेइ नथिबो हेतुवाचक शब्दटा पिले स्त्रीलिंग शब्द हेइ नथिबो आ ता सहित मध्य शब्दटा पिले को वाचक शब्द हेथिबा दरकार गुणवाचक शब्द हेथिबा दरकार गुणवाचक गुणवाचक शब्द हेथिबार दरकार ताहाले ही पिले जायगिरी पंचमी हेइ परिबो आ कोन हेइ परिबो तृतीय तो जानिकरी हब ही हब तृतीय तो सबुठी हब पिले पंचमी पंचमी पिले हब हैला जेमति कि पिले देखो बालक दुखेन दुखात क्रंदति दुखेन तो एमति हब तृतीय पई किछि रूल रेगुलेशन नै पिले तृतीय सब हेइ परिबो पिले तृतीय पई किछि रेगुलेशन नै तृतीय जदि हेतु तृतीय रे से गुणवाचक हेइ थाउ न हेइ थाउ स्त्रीलिंग हेइ थाउ कि किछि भी हेइ थाउ ना काहे कि हेतु तृतीय पई पिले कोन से रूल रेगुलेशन नाही हैला किंतु हेतु पंचमी पे पिले रूल रेगुलेशन अछि कोन रूल रेगुलेशन पिले एक रे तो स्त्रीलिंग शब्द हेइ नथिबो ना नहीं स्त्रीलिंग शब्द हेइ नथिबो आ दुई रे पिले गुणवाचक शब्द हेथिबो पिले हैला तो सेति पे पिले एठी दुखात हेइ पाले एथि पे केना दुख शब्दटा पिले दुख दुख कोन पिले हम देखि परिबा ना छुई पारे ना कोन करि पारे पिले दुखटा गोटे की वाचक शब्द पिले गुणवाचक शब्द गुणवाचक शब्द पिले तो सेति पे पिले दुखात हेइ परिला किंतु देखो एठी जो पथिक तृषया अपतत तृषाटा मध्ये गुणवाचक शब्द अरे पिले तृषा गुणवाचक शब्द कि नाही कुआ आज्ञा सर तृषाटा भी गुणवाचक शब्द तृषा कोन हम देखि परियो ना कोन करिया परियो ना नहीं किंतु तथापि मध्ये तृषार पिले एथि पई पंचम हेइ पाइला ने जेहेतु तृषाटा पिले को लिंग स्त्रीलिंग स्त्रीलिंग शब्द पिले तो सेति पई पथिक तृषया अपतत बोली पिले करागला तो सेति पई से कहूची स्त्रीलिंग भिन्न अन्य लिंगर गुणवाचक शब्द हेतु बा कारण अर्थ को बुझाइले ता स्थान रे तृतीय बा पंचम व्यक्ति हेइ थाए हेतुबोधक शब्द यदि स्त्रीलिंग होइथिबो ताठरे केवल पिले को व्यक्ति हबो तृतीय तृतीय विभक्ति हबो पंचमी हबो नाही तबे क्रंदन क्रियार कारण पिले दुख क्लीबलिंग होइथिबारु हेतु अर्थ रे पिले पंचम व्यक्ति रे दुखात हेइछि आ अन्य पक्षरे तृतीय हेइकरी मध्ये दुखेन हेइछि किंतु अपतत क्रियार जो कारण तृषा ताहा जेतु स्त्रीलिंग सेति पई हेतु रे पिले कोन हेइछि तृतीय हेइछि हैला हेतु रे पिले तृतीय हेइछि किंतु पिले बेले बेले कोन अर्थ कोन की तृषा अर्थ जो शोष हैला अरे पिले भय सुनि परछ आज्ञा आज्ञा सर हैला तृषा हां तृषा माने शोष पिले हैला किंतु पिले तमानकर मन थिबो एलटीआर रे पिले गोटे पढितला श्लोक पिले विद्या ददाति विनयम विनयात्याति पात्रताम पात्रत्वा धनमाप्नोति धनात् धर्मः ततः सुखम ततः नाइ कि पिले सेथिरे देखो पिले विद्या ददाति विनयम ठीक अछि तो विनयात याति पात्रताम तो पिले देखो एठी जो विनयात रे पिले पंचमी हेइछि तो सेटा ठीक अछि पिले कोथरे पिले जो हेतु हेतु पंचमी हेइ पारियो पिले काहे कि ना जेहेतु पिले विनय शब्दटा पिले गुणवाचक शब्द अरे पिले विनयटा गुणवाचक शब्द कि नै कोना आज्ञा सर गुणवाचक शब्द पिले विनय आ ता सहित विनय शब्द होछि पिले पुल्लिंग शब्द तो सेति पई किछ असुविधा अछि पंचमी हवा पई पिले तो पंचमी रे किछ असुविधा नै नहीं तो ठीक अछि तो विनयात याति पात्रताम ठीक अछि तापर देला पिले पात्रत्वात धनमाप्नोति तो सेठी मध्ये पिले पात्रत्वात रे मध्ये पिले हेतु पंचमी हबारे किछि असुविधा नै काहे ना पात्रत्व रा मध्ये गोटे की वाचक शब्द गुणवाचक गुणवाचक काहे ना जो जगह रे तुआ और तल प्रत्यय लागि थिबो आखि बंद करके जानिबो सेटा को वाचक शब्द हेतिबो पिले गुणवाचक शब्द बुझिबो ना नै त से ताले पिले कौन करते बोले तुआ कौन तुआ प्रत्यय हां तुआ और तल प्रत्यय तल प्रत्यय आज्ञा सर कहना तुआ और तल प्रत्यय एका ही अर्थ होय थाए पिले पात्रत्व पात्रता सेम ही जिंस मनुष्यत्व मनुष्यता सेम जिंस ना नै तले से हिसाब रे पिले जो पात्रत्वात पिले अछि त ये भी पिले हेतु पंचमी हे परयो किछ असुविधा अछि पिले हेतु पंचमी हबारे किछ असुविधा नै
କିନ୍ତୁ ତାପରେ ଯୋଉ ଦେଲା ପିଲେ କି ଧନାତ ଧର୍ମ ପିଲେ ଧନାତରେ ପିଲେ ହେତୁ ପଞ୍ଚମୀ ହବାର ଅସୁବିଧା ଅଛି। ଆରେ ଅସୁବିଧା ଅଛି ନା ନାଇଁ ପିଲେ କୁହ? ଠିକ ଅଛି, ଧନ ଶବ୍ଦ ପିଲେ ନପୁଂସକ ଲିଙ୍ଗ, ଧନ ଶବ୍ଦ କଣ ସ୍ତ୍ରୀଲିଙ୍ଗ ପିଲେ ନପୁଂସକ ଲିଙ୍ଗ ହେଇପାରିବ, କିନ୍ତୁ ଧନଟା ତ ପିଲେ ଗୁଣବାଚକ ନୁହଁ ନା। ଧନ ଶବ୍ଦ ଗୁଣବାଚକ ଶବ୍ଦ କି ପିଲେ? ନାଇଁ ନା ଧନ ତ ପିଲେ ଦ୍ରବ୍ୟବାଚକ ଶବ୍ଦ, ଆମ ସମସ୍ତଙ୍କ ପକେଟରେ ଅଛି। ହଁ, ତ ସେଥିପାଇଁ ପିଲେ ତ ଧନଟା ତ ଆମେ ଗୁଣ ବୋଲି କହିପାରିବାନି। ତାହେଲେ ଧନାତ ଯୋଉ ହେଲା ପିଲେ ତା ହେତୁ ପଞ୍ଚମୀ ମଧ୍ୟ ମାନି ବି ଥିଲା ପିଲେ। ଏଲଟିଆର ରେ ଆନ୍ସର କିରେ ମଧ୍ୟ ଧନାତକୁ ସାର୍ ବୁକ୍ ରେ ବି ଅଛି, ଯୋଉ ଇଏ ବୁକ୍ ଗୁଡାରେ ହେତୁ ପଞ୍ଚମୀ ଦେଇଛି। ହେତୁ ପଞ୍ଚମୀ ସେଥିରେ ମଧ୍ୟ ଦେଇଛି। ତ ଦେଇଛି ଯେହେତୁ ପିଲେ ତ କିନ୍ତୁ ଆକ୍ଚୁଆଲି ଆମେ ଥିଲେ ନିୟମ ଦୃଷ୍ଟିରୁ ଦେଖୁଛେ ପିଲେ ଏଇ ଯୋଉ ହେତୁ ବିଭାଷା ଗୁଣେ ଅସ୍ତ୍ରିୟାମ ଏ ନିୟମ ପିଲେ ପାଇପାରୁଛି ସେ ଜାଗାରେ? ପାଇପାରୁନି। ନାଇଁ ହଁ ସାର୍। କିନ୍ତୁ ପିଲେ କିଛି ଜାଗାରେ ମଧ୍ୟ ଯଦି ଗୁଣବାଚକ ଶବ୍ଦ ନ ବି ହୁଏ ତଥାପି ଯଦି ପଞ୍ଚମୀ ବି ହେଇ ବି ଯାଇଛି ତାହେଲେ ବି ତାକୁ ହେତୁ ପଞ୍ଚମୀ ପିଲେ ମାନିପାରିବା, କିଛି ଅସୁବିଧା ପିଲେ ନାହିଁ। କାହିଁକି ମାନିପାରିବା ନା ତା ପାଇଁ ସେ ଗୋଟେ ମାନେ ଶାସ୍ତ୍ରୀୟ ଉଦାହରଣ ମଧ୍ୟ ଦେଇଛି। ଯେମିତି କି ପିଲେ ଆମମାନେ ମଧ୍ୟ କହିଥାଉ ପିଲେ ନା ନାଇଁ ପର୍ବତ ବହ୍ନିମାନ ଧୂମାତ। ଆମମାନେ ପିଲେ ବେଳେ ବେଳେ ନ୍ୟାୟରେ ମଧ୍ୟ ପ୍ରୟୋଗ ହେଇଥାଏ ପିଲେ କଣ ପର୍ବତ ବହ୍ନିମାନ, ତାର କାରଣ ପିଲେ କଣ ଦେଇଥାଏ ଧୂମାତ। ତାହେଲେ ଧୂମାତରେ ମଧ୍ୟ ପିଲେ ହେତୁ ପଞ୍ଚମୀ ହେଇଛି। ଆଉ ଧୂମ ତ ପିଲେ ଦ୍ରବ୍ୟବାଚକ ଶବ୍ଦ, ଧୂମ ଦ୍ରବ୍ୟବାଚକ ଶବ୍ଦ କି ନାଇଁ? ଆମେ ଦେଖିପାରୁଛେ ଧୂମକୁ। ଆଜ୍ଞା ସାର୍। ସେଠି ପଞ୍ଚମୀ ପୁଣି ହେଇପାରିଲା। ତ ସେଥିପାଇଁ କିଛି ଜାଗାରେ ପିଲେ ଏଇ ସୂତ୍ରଟାକୁ ମଧ୍ୟ ଏମିତି ବି କୁହନ୍ତି କି ଏଟା ହେତୁ ବିଭାଷା ଗୁଣେ ଅସ୍ତ୍ରିୟାମ ନୁହଁ, ହେତୁ ବିଭାଷା ଅଗୁଣେ ଅସ୍ତ୍ରିୟାମ ହେଲା। ଏଇଟାକୁ କେହି କେହି ମଧ୍ୟ ଗୋଟେ ଯୋଡି ଦିଅନ୍ତି ପିଲେ ହେଲା। ତ ସେଥିପାଇଁ କିଛି ଜାଗାରେ ଯଦି ହେଇ ବି ଯାଉଛି ପିଲେ ଦ୍ରବ୍ୟବାଚକ ଶବ୍ଦରେ ବି ପଞ୍ଚମୀ, ତେବେ ତାକୁ ମଧ୍ୟ ଆମେ କଣ ମାନିବା ଦରକାର? ହେତୁ ପଞ୍ଚମୀ। ହେତୁ ପଞ୍ଚମୀ ପିଲେ ମାନିବା। ଯେମିତି କି ପିଲେ ଏଟା ସାର୍ ସିଦ୍ଧାନ୍ତ କୌମୁଦୀରେ ତାର ବୃତ୍ତିରେ ବି ଲେଖା ଅଛି। ଏଇ ହଁ ଯୋଉ ପର୍ବତ ଧୂମା ହଁ ସେଇଥିପାଇଁ ସେଇଥିପାଇଁ ମନେ ପିଲେ ଅଛି। କରାହେଇଛି। ଆହୁରି ମଧ୍ୟ କିଛି ଜାଗାରେ ପିଲେ ବେଳେ ବେଳେ ସ୍ତ୍ରୀଲିଙ୍ଗ ଶବ୍ଦର ମଧ୍ୟ ପିଲେ ହେତୁ ପଞ୍ଚମୀ ହେଇଯାଏ। ସେଇ ସିଦ୍ଧାନ୍ତ କୌମୁଦୀରେ ଦେଇଛି। ହଁ, ସେଥିରେ ମଧ୍ୟ ଏମିତିକା ଦେଇଥିବ ଆଚ୍ଛା। କି ନାସ୍ତି ଘଟଃ ଅନୁପଲବ୍ଧେ ହେ ଏମିତି ହଁ ଗୋଟେ ନା କଣ? ନାସ୍ତି ଘଟଃ ଅନୁପଲବ୍ଧେ ନା ନାଇଁ? ତାହେଲେ ଏଠି ମଧ୍ୟ ଅନୁପଲବ୍ଧି ପିଲେ ଏଇଟା କୋଉ ଲିଙ୍ଗ ଶବ୍ଦଟା ପିଲେ? ସ୍ତ୍ରୀଲିଙ୍ଗ ଶବ୍ଦ, ତିନି ପ୍ରତ୍ୟୟ ହେଇଛି। କିନ୍ତୁ ବେଳେ ବେଳେ ସ୍ତ୍ରୀଲିଙ୍ଗର ମଧ୍ୟ ପିଲେ ହେତୁ ପଞ୍ଚମୀ ହେଇଯାଏ। କିନ୍ତୁ ତା ପାଇଁ ପିଲେ ବହୁତ ନିୟମ ବହୁତ କମ ଥାଏ, ଆଉ କ୍ୱଚିତ ଜାଗାରେ ପିଲେ ଏମିତି ହେଇଥାଏ। ବୁଝିହେଲା ପିଲେ? ସାର୍ ବିଚ୍ୟୁତି ହେବା ଯୋଗୁଁ ହେଇଛି ନା ସାର୍ ଏଇଟା? ଉଁ ଉଁ ବିଚ୍ୟୁତି ମାନେ ତାଠୁ ଅଲଗା ହଉଛି ବୋଲି ହେଉଛି ଗୋଟେ ଗୋଟେ ଜାଗାରେ। ହଁ ହେଲା। ସେଇ କାରଣରୁ ମାନେ ସେଇ ବିଚ୍ୟୁତି ହଉଛି ନା ସାର୍। ହଁ, ତ ହେତୁ ହେଲେ ପିଲେ ସେଠି ଆମେ ମାନେ ପଞ୍ଚମୀ ପିଲେ କରିବା। ହଉ ଆଗକୁ ପିଲେ ଯିବା। ଚାଲ ବର୍ତ୍ତମାନ ସେ କହୁଛି ପିଲେ କି ପ୍ରତିନିଧି ପ୍ରତିଦାନେ ଚ ଯସ୍ମାତ। ବର୍ତ୍ତମାନ ଆସିଗଲା ପିଲା ମାନେ ପଢିଥିଲେ କୋଉଥିରେ? ଦ୍ଵିତୀୟ ବିଭକ୍ତିରେ ପଢିଥିଲେ ପିଲେ କି ଆମର କଣ କର୍ମ ପ୍ରବଚନୀୟ ଯୋଗେ ଦ୍ୱିତୀୟ ଦ୍ୱିତୀୟ। ହେଲା ପିଲେ କର୍ମ ପ୍ରବଚନ ଯୋଗେ ଦ୍ୱିତୀୟ ହେଇଥାଏ। ଆହୁରି ମଧ୍ୟ ପିଲେ ବହୁତ ସାରା କର୍ମ ପ୍ରବଚନୀୟ ଅଛି ଯାହା ଯୋଗରେ ପିଲେ ପଞ୍ଚମୀ ବି ହେଇଥାଏ ପିଲେ। ତ କିଛି କର୍ମ ପ୍ରବଚନ ଯୋଗରେ ପିଲେ କୋଉ ବିଭକ୍ତି ହେଇଥାଏ? ପଞ୍ଚମୀ ବିଭକ୍ତି ମଧ୍ୟ ହେଇଥାଏ ପିଲେ ହେଲା। କିନ୍ତୁ ପିଲେ ଅର୍ଥ ଭିନ୍ନ ଭିନ୍ନ, ଯେମିତି କିି ଦ୍ୱିତୀୟରେ ପିଲେ ମଧ୍ୟ ପ୍ରତି ଯୋଗରେ ପଞ୍ଚମୀ ଦ୍ୱିତୀୟ ହଉଥିଲା। ଯେତେବେଳେ ପ୍ରତି ପିଲେ ବୁଝଉଥିଲା କୋଉ ଅର୍ଥକୁ ପିଲେ ବିପ୍ସା ଅର୍ଥକୁ ବୁଝଉଥିଲା। ଯେମିତି ବାଳକଃ ବୃକ୍ଷମ୍ ବୃକ୍ଷମ୍ ପ୍ରତି ସିଞ୍ଚତି ସତୀ ହେଲା। ସେଠି କିନ୍ତୁ ପ୍ରତିର ଅର୍ଥ ପିଲେ ବିପ୍ସା ଅର୍ଥକୁ ବୁଝଉଥିଲା, ମାନେ ବାରମ୍ବାର ଅର୍ଥକୁ ବୁଝଉଥିଲା। କିନ୍ତୁ ସେଇ ପ୍ରତି ପିଲେ ସେଇ ପ୍ରତି ଯେତେବେଳେ ପିଲେ ପ୍ରତିନିଧି ଆଉ ପ୍ରତିଦାନ ଅର୍ଥକୁ ବୁଝେଇବ। ପିଲେ ପ୍ରତିନିଧି ପ୍ରତିଦାନ ବୁଝି ହଉଛି ନା ନାଇଁ ପିଲେ? ଯେମିତି କି ବର୍ତ୍ତମାନ ମୁଁ ହେଲେ ତମକୁ ଗୋଟେ କାର୍ଡ ଦେଲି, ଆଉ ତମ ମାନେ ଆମର ଭୋଜି ହଉଛି ଆସିବ, ବୁଝିହେଲା। କାହାକୁ? ତମ ବାପାଙ୍କୁ ମନେକର କାର୍ଡ ଦିଆହେଲା। ତମ ବାପାଙ୍କର ମନେକର କିଛି ବାହାର କୋଉଠି କାମ ପଡିଲା, ବାପା ଆସିପାଇଲେ ନାହିଁ, ତ ପୁଅକୁ ପଠେଇଲେ। ତାହେଲେ ଏଠି ପୁଅ ପିଲେ କାହାର ପ୍ରତିନିଧି ହିସାବରେ ଆସିଲା? ବାପା ବାପାଙ୍କର ପ୍ରତିନିଧି ହେଇକରି ଆସିଲା ପିଲେ। ତ ୟାକୁ ହିଁ କୁହାଯାଇଥାଏ ପିଲେ ପ୍ରତିନିଧି ବୋଲି ହେଲା। ତ ସେଥିପାଇଁ ସେ କହୁଛି ଯାହାର ପ୍ରତିନିଧି ହେଇକରି ଆସୁଛ ନା, ତ ତାର ପିଲେ କୋଉ ବିଭକ୍ତି କରିବ? ପଞ୍ଚମୀ ବିଭକ୍ତି କରିବ ହେଲା। ତ ଇଏ ତ ହେଇଗଲା ପିଲେ ପ୍ରତିନିଧି ଅର୍ଥ।
ଆଉ ପ୍ରତିଦାନ ବି ତ ବୁଝିପାରୁଥିବ ପିଲେ, ପ୍ରତିଦାନ ଯେମିତି ସେତେବେଳେ ଯେ ଆଗ କାଳରେ ହଉଥିଲା ପିଲେ, ମୋର ଭଲ ଧାନ ହେଇଛି ତ ଧାନ ନିଅ, ଆଉ ତାର ତମର ଏଠି କାହା ପାଖରେ ଅଛି ପଞ୍ଚମୀ ବିଭକ୍ତି ହବ? ଆଁ ପୁଅ ପାଖରେ ନା ବାପା? ବାପାର ହବ ଯାହାର ପ୍ରତିନିଧି ହେଇକିରି ଆସୁଛ ହେଲା। ସେ କହିଲା ପରେ ପିଲେ ୟସ୍ମାତ ଯାହାର ପିଲେ ଯାହାଠାରୁ ତୁମେ ପ୍ରତିନିଧି ହେଇକିରି ଆସୁଛ। ହଁ ଆଉ ଏଠି ମଧ୍ୟ ପିଲେ ଯାହାର ପ୍ରତିଦାନ ହଉଛି, ଯାହାର ମାନେ ତୁମେ ଯୋଉ ଜିନିଷ ବଦଳେଇକିରି ଯୋଉ ଜିନିଷ ଆଣୁଛ, ତ ଯୋଉ ଜିନିଷ ବଦଳେଇଲ ପିଲେ ସିଏ ହଉଛି ପିଲେ ପ୍ରତିଦାନ, ତାର ମଧ୍ୟ କଣ ହେଇଯିବ ପଞ୍ଚମୀ ବିଭକ୍ତି ହେଇଯିବ। ପଞ୍ଚମୀ ବୁଝିଲ, ପ୍ରତିନିଧିରେ ବୁଝିପାରିଲ, ପ୍ରତିନିଧିରେ ହଉଛି ଯାହାର ପ୍ରତିନିଧି ତାର ପଞ୍ଚମୀ, ପ୍ରତିଦାନ ହଉଛି ତୁମେ ଯୋଉ ଜିନିଷ ଦେଇକିରି ଅନ୍ୟ ଏକ ଜିନିଷ ଆଣୁଛ ପିଲେ, ତ ଯୋଉ ଜିନିଷ ଦେଇକିରି ସେ ଜିନିଷର ମଧ୍ୟ କଣ ହବ ପିଲେ ପଞ୍ଚମୀ ହବ ପଞ୍ଚମୀ ହେଲା। ତ ସେଇ କଥା କହିଲା ପିଲେ କି ପ୍ରତିନିଧି ପ୍ରତିଦାନ ଅର୍ଥରେ ବ୍ୟବହୃତ ହେଉଥିବା ପ୍ରତି ଯୋଗରେ ମଧ୍ୟ ପିଲେ କୋଉ ବିଭକ୍ତି ହେଇଥାଏ ପଞ୍ଚମୀ ବିଭକ୍ତି ହେଇଥାଏ। ୟାକୁ ମଧ୍ୟ ମାନେ କର୍ମ ପ୍ରବଚନ ଯୋଗେ ପଞ୍ଚମୀ ବୋଲି ହିଁ କହିବା ପିଲେ ହେଲା। ଆଉ ଏଠାରେ ପିଲେ ଯେମିତି ଦେଖ ପୁତ୍ର ପିତୁଃ ପ୍ରତି, ତାହେଲେ ଏଠି ପ୍ରତି ପିଲେ ପ୍ରତିନିଧି ଅର୍ଥକୁ ବୁଝଉଛି, ଆଉ କାହାର ପ୍ରତିନିଧି ପିତାଙ୍କର ପିତାଙ୍କର, ପିତୁଃ ତ ସେଥିପାଇଁ ପିତାଙ୍କର ଏଠି ପଞ୍ଚମୀ ହେଲା ପିଲେ ପିତୁଃ। ସେମିତି ଧାନ୍ୟେଭ୍ୟ ପ୍ରତି ଯଚ୍ଛତି ମାସାନ, ତାହେଲେ ୟାର ଅର୍ଥ ତମ ମାନେ କଣ ବୁଝୁଛ ପିଲେ ଧାନ ବଦଳରେ ବିରି ଆଣୁଛି। ହଁ ତ ଧାନ ଦେଇକିରି ବିରି ଆଣୁଛ, ତ ସେଥିପାଇଁ ଧାନର ପିଲେ ପ୍ରତିଦାନ ହଉଛି। ହଁ ତ ସେଥିପାଇଁ ଧାନର ପିଲେ କୋଉ ବିଭକ୍ତି ହେଇଯିବ ପଞ୍ଚମୀ ହେଇଯିବ। ପଞ୍ଚମୀ ବିଭକ୍ତି ପିଲେ ହେଇଯିବ। ତାହେଲେ ଏଠାରେ ପିଲେ ପୁତ୍ର ପିତାର ପ୍ରତିନିଧି, ଆଉ ଧାନ ପ୍ରତିଦାନରେ ବିରି ଦେଉଥିବାରୁ ପିତୃ ଆଉ ଧାନ୍ୟ ଶବ୍ଦରେ ପିଲେ ପଞ୍ଚମୀ ବିଭକ୍ତି ହେଲା। ତ ୟାକୁ ଆମେ ମାନେ କହିପାରିବା ପିଲେ ପ୍ରତିଯୋଗରେ ପଞ୍ଚମୀ ବି କହିପାରିବା, ପ୍ରତିଯୋଗେ ପଞ୍ଚମୀ କହିପାରିବା, ନହେଲେ ତ ପିଲେ କର୍ମ ପ୍ରବଚନୀୟ ଯୋଗେ ପଞ୍ଚମୀ ପଞ୍ଚମୀ ମଧ୍ୟ ପିଲେ କହିପାରିବା, କିଛି ଅସୁବିଧା ନାହିଁ। ହଉ, ତାପରେ ବର୍ତ୍ତମାନ ଦେଖ ପିଲେ ଏଇତକ ଆଗ ବୁଝ, ଏଇ ଦିଟା ପ୍ରଥମେ ତଳ ଦିଟା ପ୍ରଥମେ ବୁଝ, ତାପରେ ଉପରଟା ବୁଝିବ। ଏଠି ପିଲେ ଦିଟା କର୍ମ ପ୍ରବଚନୀୟ କଥା କହୁଛି ପିଲେ, ସରି ତିନିଟା କର୍ମ ପ୍ରବଚନୀୟ, ଗୋଟେ ହଉଛି ପିଲେ ଆଙ୍ଗ, ଗୋଟେ ହଉଛି ପିଲେ ଅପ ଆଉ ପରି ହେଲା। ସେ କହୁଛି ପିଲେ ଯଦି ଆଙ୍ଗର ଅର୍ଥ ମର୍ଯ୍ୟାଦା ମର୍ୟାଦା ଆଉ ଅଭିବିଧି ଅର୍ଥକୁ ବୁଝଉଥାଏ, ତାହେଲେ ପିଲେ ଆଙ୍ଗ ହଉଛି ଗୋଟେ କର୍ମ ପ୍ରବଚନୀୟ, ବୁଝିଲା ପିଲେ। ଯଦି ଆଙ୍ଗର ଅର୍ଥ ମର୍ୟାଦା ଆଉ ପିଲେ କୋଉ ଅର୍ଥ ଅଭିବିଧି ଅର୍ଥକୁ ବୁଝଉଥାଏ, ତାହେଲେ କହିବେ ପିଲେ ହେଲା। ଯଦି ଏଇ ଦୁଇଟି ଅର୍ଥକୁ ପିଲେ ବୁଝଉଥାଏ, ତାହେଲେ ଆଙ୍ଗ ହଉଛି ଗୋଟେ କର୍ମ ପ୍ରବଚନୀୟ। ଆଉ ତାପରେ ଅପ କଥା କହୁଛି ପିଲେ ଅପପରିବର୍ଜନେ, ଅପ ଆଉ ପରିର ଅର୍ଥ ଯଦି ପିଲେ ବର୍ଜନ ଅର୍ଥକୁ ବୁଝଉଥାଏ, ବର୍ଜନ ଅର୍ଥ ଜାଣିଛ ପିଲେ, ବର୍ଜନ ମାନେ ହଉଛି ତ୍ୟାଗ କରିବା। ହଁ ତ ଯଦି ଅପ ଆଉ ପରିର ଅର୍ଥ ପିଲେ ବର୍ଜନ ଅର୍ଥକୁ ବୁଝେଇଲା, ତେବେ ଇଏ ମଧ୍ୟ କର୍ମ ପ୍ରବଚନୀୟ। ତ କର୍ମ ପ୍ରବଚନ ତ ହେଇଗଲା, ତାହେଲେ ହବ କଣ ତାହେଲେ, ତ ସେ ଉପରେ କହିଲା ପିଲେ ପଞ୍ଚମୀ ଅପ ଆଙ୍ଗ ପରିଭି ହେଲା। ଆରେ ପିଲେ ହଁ ଏବେ ଶୁଣିପାରୁଛ ପିଲେ, ଆଜ୍ଞା ସାର୍। ହଁ ଚାଲ ସିଏ ପରା ଆର ନମ୍ବର ଟାକୁ ପିଲେ କଲ୍ କରିଦଉଛନ୍ତି, ତ ଯୋଉ ଜିଓ ନମ୍ବରଟା ଯୋଉ ତମ ପାଖରେ ଅଛି, ଆଉ ଏ ଗାଁରେ ଜିଓ ପାଉନି, ମୁଁ ଏୟାରଟେଲ କ୍ଲାସ କରୁଛି, ସେଥିପାଇଁ କଟି ଯାଉଛି ପିଲେ ମଝିରେ ମଝିରେ। ହଉ ଚାଲ, ତ ସେଇ ହେଲା କଥା ପିଲେ କି ଯଦି ଆଙ୍କର ଅର୍ଥ ପିଲେ ମର୍ଯ୍ୟାଦା ଅଭିବିଧି କି ବୁଝେଇବ, ଆଉ ଅପପରି ଯଦି ବର୍ଜନ ଅର୍ଥକୁ ବୁଝେଇବ, ତାହେଲେ ଏମାନେ ହେଇଯିବେ କର୍ମ ପ୍ରବଚନୀୟ। ଆଉ ଏମାନଙ୍କ ଯୋଗରେ ହବ କଣ ନା ପଞ୍ଚମୀ ଅପ ଆଙ୍ଗ ପରିଭି ଉପରେ ଦେଇଦେଲା ପିଲେ କି ଅପ ଆଙ୍ଗ ଆଉ ପରି ଏଇ ଯୋଗରେ ପିଲେ କୋଉ ବିଭକ୍ତି ହବ ପଞ୍ଚମୀ। ପଞ୍ଚମୀ ହଁ ତ ବର୍ତ୍ତମାନ ପିଲେ ବୁଝିବା ମର୍ୟାଦା କଣ ଅଭିବିଧି କଣ। ପିଲେ ଉଭୟଙ୍କର ଅର୍ଥ ହଉଛି ପର୍ଯ୍ୟନ୍ତ, ଏତିକି ହିଁ ମନେ ରଖିଥାଉ ପିଲେ। ଠିକ ଅଛି, ଅତି ଭିତରକୁ ଯିବା ଦରକାର ନାହିଁ। ମର୍ୟାଦାର ଅର୍ଥ ମଧ୍ୟ ପିଲେ ପର୍ଯ୍ୟନ୍ତ, ଅଭିବିଧିର ଅର୍ଥ ମଧ୍ୟ ପିଲେ କଣ ପର୍ଯ୍ୟନ୍ତ ହେଲା। କିନ୍ତୁ ପିଲେ ପର୍ଯ୍ୟନ୍ତ ଦିଟା ଅର୍ଥକୁ ବୁଝାଏ ତ ପିଲେ, ସେଥିପାଇଁ ଗୋଟେ ମର୍ୟାଦା ଗୋଟେ ଅଭିବିଧି ହେଇଛି। ଯେମିତି କି ମୁଁ ଯଦି ବର୍ତ୍ତମାନ ତମମାନଙ୍କୁ କହିବି ହଁ କି ଆମ ଗାଁ ଟା ହଉଛି ସେହି ପୋଖରୀ ପର୍ଯ୍ୟନ୍ତ, ପିଲେ ଭଲସେ ବୁଝିଥାଉ ପିଲେ। ମୁଁ କହିଲି ପିଲେ ପର୍ଯ୍ୟନ୍ତ ୱାର୍ଡ ବ୍ୟବହାର କଲି, ଆମ ଗାଁ ହଉଛି କୋଉ ପର୍ଯ୍ୟନ୍ତ ପୋଖରୀ ପର୍ଯ୍ୟନ୍ତ।
ହେଲା ପୋଖରୀ 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 ପର୍ଯ୍ୟନ୍ତ। ତ ୟାର ପିଲେ ଦିଟା ଅର୍ଥ ତମ ମାନେ ବୁଝିପାରିବ। କଣ ବୁଝିପାରିବ? ଗୋଟେ ଅର୍ଥ ଏଇଆ ବୁଝିବ କି ଆମ ଗାଁ ପୋଖରୀ ପର୍ଯ୍ୟନ୍ତର ମାନେ ହଉଛି କି ଆମ ଗାଁ ହଉଛି ପୋଖରୀ ପର୍ଯ୍ୟନ୍ତ, ପୋଖରୀ କିନ୍ତୁ ଆମ ଗାଁରେ ଯାଉନି। ହେଲା, ଇଏ ହେଲା ଗୋଟେ ଅର୍ଥ ପିଲେ। ଆମ ଗାଁ ପୋଖରୀ ପର୍ଯ୍ୟନ୍ତ, ୟାର ଗୋଟେ ଅର୍ଥ ହେଲା ଆମ ଗାଁ ପୋଖରୀ ପର୍ଯ୍ୟନ୍ତ, କିନ୍ତୁ ପୋଖରୀ ଆମ ଗାଁରେ କଣ ହଉନି, ଯାଉନି। ତ ସେଇ ପର୍ଯ୍ୟନ୍ତ ଆଉ ପୋଖରୀ ପର୍ଯ୍ୟନ୍ତ ଆଉ ପୋଖରୀ କିନ୍ତୁ ଆସୁନି ଆଉ, ପୋଖରୀ ଅନ୍ୟ ଗାଁକୁ ପଳଉଛି ଆଉ। ଇଏ ତ ଗୋଟେ ଅର୍ଥକୁ ବୁଝିବ। ଆଉ ଗୋଟେ ଅର୍ଥ ଏଇଆ ବୁଝିବ ଆମ ଗାଁ ପୋଖରୀ ପର୍ଯ୍ୟନ୍ତର ମାନେ ହଉଛି ପୋଖରୀ ବି କୋଉଥିରେ ଯାଉଛି, ଆମ ଗାଁରେ ଯାଉଛି, ଆମ ଗାଁରେ ଆମ ଗାଁରେ ଯାଉଛି। ତ ସେଥିପାଇଁ ଯେତେବେଳେ ପର୍ଯ୍ୟନ୍ତର ଅର୍ଥ ପିଲେ ମାନେ ଛାଡିକିରି ହେଇଥାଏ ସେତେବେଳେ ହେଇଥାଏ ମର୍ଯ୍ୟାଦା। ସେଥିପାଇଁ ତେନ ବିନା ମର୍ୟାଦା, ମାନେ ଯଦି ପୋଖରୀ ପର୍ଯ୍ୟନ୍ତ କିନ୍ତୁ ପୋଖରୀ ଯାଉନି ତ ଇଏ ହଉଛି ପିଲେ କୋଉ ଅର୍ଥ, ମର୍ୟାଦା ଅର୍ଥ। ହେଲା, କିନ୍ତୁ ଯଦି ପିଲେ କହିବି ପୋଖରୀ ପର୍ଯ୍ୟନ୍ତ ନା ପୋଖରୀ ବି ଯାହା ସାଙ୍ଗରେ ଯାଉଛି ତେନ ସହ ଅଭିବିଧି, ତାହେଲେ ତାକୁ ପିଲେ କୁହାଯିବ କଣ, ସେ ପର୍ଯ୍ୟନ୍ତର ଅର୍ଥ କଣ, ଅଭିବିଧି। ବଚନ ହେଲା, ତ ଇଏ ହଉଛି ପିଲେ ମର୍ୟାଦା ଆଉ ଅଭିବିଧି ଭିତରେ ପାର୍ଥକ୍ୟ ପିଲେ। ଯଦି ପୋଖରୀ ଆମ ଗାଁରେ ଯାଉଛି ତାହେଲେ ହଉଛି ପିଲେ ପର୍ଯ୍ୟନ୍ତର ଅର୍ଥ ହଉଛି ଅଭିବିଧି। ମର୍ୟାଦା। ହେଲା, ଅଭିବିଧି। ନାଇଁ ଯଦି ପୋଖରୀ ଆମ ଗାଁରେ ଯାଉନି ତାହେଲେ ହଉଛି ମର୍ୟାଦା। ମର୍ୟାଦା। ମର୍ୟାଦା ପିଲେ। ସେଥିପାଇଁ ତ ରାମଙ୍କୁ ପିଲେ ମର୍ୟାଦା ପୁରୁଷୋତ୍ତମ ବୋଲି କୁହାଯାଇଛି। କାହିଁକି ନା ରାମଚନ୍ଦ୍ରଙ୍କୁ ପିଲେ ଯେ ସବୁବେଳେ ଯେତିକି କଥା କୁହାଯାଏ ନା ପିଲେ ସେ ସେତିକି ହିଁ କରନ୍ତି ପିଲେ। ସେ ତାଙ୍କର ଅ ବଚନ ଉପରୁ କେବେ ଯାଆନ୍ତିନି ପିଲେ। ନାଇଁ ଦଶରଥ ପିଲେ କହିଥିଲେ ରାମଚନ୍ଦ୍ରଙ୍କୁ କି ତୁମକୁ 14 ବର୍ଷ ବନବାସ ଯିବାକୁ ପଡିବ, ନା ନାଇଁ ଚତୁର୍ଦଶ ହି ବର୍ଷାଣି ବସ୍ତବ୍ୟମ୍ ଦଣ୍ଡକେ ମୟା, ନା ନାଇଁ। ତ ସେଥିପାଇଁ 14 ବର୍ଷ ତୁମକୁ ଦଣ୍ଡକାରଣ୍ୟରେ ବାସ କରିବାକୁ ପଡିବ। ତ ରାମଚନ୍ଦ୍ର କହିଲେ ହଉ ଠିକ ଅଛି। ରାମଚନ୍ଦ୍ର ଗୋଟେ ବି ପ୍ରଶ୍ନ କରିନାହାନ୍ତି ପିଲେ କି ମୁଁ କଣ ପାଇଁ ରହିବି, ମୋର ତ ରାଜ୍ୟାଭିଷେକ ହେଇଥାନ୍ତା, ମୁଁ କଣ ପାଇଁ ତମ କଥା ମାନିବି, ଗୋଟିଏ ବି ଟିକେ ବି ପ୍ରଶ୍ନ କରିନାହାନ୍ତି ପିଲେ। ପିତା କହିଲେ ହଉ ଠିକ ଅଛି। ତ ଏଥିପାଇଁ ରାମଚନ୍ଦ୍ରଙ୍କୁ ପିଲା ମର୍ୟାଦା ପୁରୁଷୋତ୍ତମ ବୋଲି କୁହାଯାଇଛି କି ତୁମର ପ୍ରଜା ପାଳନ ପାଇଁ ତୁମକୁ ତମ ସ୍ତ୍ରୀ ଛାଡିବାକୁ ପଡିବ। ସେ ଉଠେଇ ନାହାନ୍ତି କି ମୁଁ ମୋ ସ୍ତ୍ରୀକୁ ଏତେ ଭଲ ପାଏ କଣ ପାଇଁ ଛାଡିଦେବି, ନା ନାଇଁ ସେ କହିଲେ ହଉ ଠିକ ଅଛି। ହେଲା, କିନ୍ତୁ ପିଲେ କୃଷ୍ଣଙ୍କୁ ମର୍ୟାଦା ପୁରୁଷୋତ୍ତମ ବୋଲି କୁହାଯାଏନି। କାହିଁକି ନା କୃଷ୍ଣଙ୍କୁ ତମେ ଯଦି ଗୋଟେ କାମ କହିଥିବ ସେ ବାଟରେ ଘରକୁ ଫେରିଲା ବେଳକୁ 100ଟା କାମ କରିକି ଆସିଥିବେ। ତାଙ୍କୁ ପଠେଇଥିବ ଗାଈ ଚରେଇକି ଆସିବ ଜଗିକିରି, କିନ୍ତୁ ସେ ଗାଈ ବି ଜଗିଥିବେ, 10-12ଟା ଅସୁରକୁ ମାରି ଦେଇଥିବେ। ହେଲା, ସେ ଗୋପୀ ମାନଙ୍କର ଲୁଗା ନେଇକିରି ସେ କୁଆଡେ କୁଆଡେ ପଳେଇ ଯାଇଥିବେ, ବୁଝି ହଉଛି ନା ନାଇଁ। ତ ଆହୁରି ତା ସାଙ୍ଗରେ 100ଟା ଖଣ୍ଡେ କାମ କରିକିରି ସେ ଆସିଥିବେ। ସେଥିପାଇଁ କୃଷ୍ଣଙ୍କ ପାଇଁ କେବେ ମର୍ୟାଦା ପୁରୁଷୋତ୍ତମ ୱାର୍ଡ ବ୍ୟବହାର କରାଯାଏନି। କରାଯାଏ ପିଲେ, କରାଯାଇ ନଥାଏ। ହେଲା, ହଉ ଠିକ ଅଛି। ତ ଏବେ ବୁଝି ହେଇଯିବ ନା ପିଲେ ମର୍ୟାଦା ଅଭିବିଧିର ଅର୍ଥ କଣ। ଉଭୟଙ୍କର ଅର୍ଥ ହିଁ ପର୍ଯ୍ୟନ୍ତ ପିଲେ। ହେଲା, ମର୍ୟାଦାର ଅର୍ଥ ମଧ୍ୟ ପର୍ଯ୍ୟନ୍ତ, ଅଭିବିଧିର ଅର୍ଥ ମଧ୍ୟ ପିଲେ ପର୍ଯ୍ୟନ୍ତ। ହେଲା, ତାହେଲେ ଆମେ ମାନେ ଏତିକି ଦେଖିଲେ ପିଲେ। ବର୍ତ୍ତମାନ ଦେଖିବା ଉଦାହରଣ ଦେଖିବା ପିଲେ। ଦେଇଛି ପିଲେ ଆଙ୍କର ମାନେ ଆକ୍ଚୁଆଲି ପିଲେ କଣ, ଉଁ ତ ଲୋପ ହେଇଯିବ, କେବଳ କଣ ବଞ୍ଚିବ ପିଲେ, ଆ ହିଁ ବଞ୍ଚିବ ପିଲେ। ନା ନାଇଁ ଆଙ୍କର ପିଲେ କେବଳ ଆ ହିଁ ରହିଥାଏ ପିଲେ, ଆଙ୍କେ ରୁହେନି, କେବଳ ଆ ରୁହେ ପିଲେ। ଯେମିତି କି ପିଲେ ଆମୂଲାତ ଶ୍ରୋତୁମ ଇଚ୍ଛାମି, ତାହେଲେ ଏଠି ଆର ଅର୍ଥ ପିଲେ ତମେ କଣ ବୁଝୁଛ ପିଲେ, ମୂଳ ମୂଳ ଆରମ୍ଭରୁ ହଁ, ତ ମୂଳ ପର୍ଯ୍ୟନ୍ତ ମୁଁ ଶୁଣିବା ପାଇଁ ଚାହୁଁଛି। ମୂଳ ପର୍ଯ୍ୟନ୍ତ ଏଠି ମାନେ କଣ ନା ମୂଳ ବି ମତେ କହିବ, ମୂଳ ସହିତ। ସେଥିପାଇଁ ଏଠି ପିଲେ କୋଉ ଅର୍ଥକୁ ପିଲେ ଅଛି, ଅଭିବିଧି ଅର୍ଥରେ ହେଇଛି, ନାଇଁ କି ଅଭିବିଧି ଅର୍ଥକୁ ପିଲେ ବୁଝଉଛି। ତ କିଛି ବି ହେଇପାରେ ଅଭିବିଧି ହଉ କି ମର୍ୟାଦା ହଉ, ସେଇଟା ତମେ କିଛି ବି ଅର୍ଥ କରିପାରିବ, କିଛି ଅସୁବିଧା ନାହିଁ। ସେମିତି ପିଲେ ଆ କୈଳାସାତ ଗନ୍ତୁ କାମଃ ଅହମ୍, ତ ଏଠି ମଧ୍ୟ ଯୋଉ କୈଳାସାତ ହେଇଛି ପିଲେ କାହା ଯୋଗରେ ହେଇଛି, ଆଙ୍କ ଯୋଗରେ ହେଇଛି। ହେଲା, ଆଙ୍କ ଯୋଗରେ ହେଇଛି। ଆମର ମଧ୍ୟ ପିଲେ ଯୋଉ ଅଭିଜ୍ଞାନ ଶାକୁନ୍ତଳରେ ଅଛି ଆ ପରିତୋଷାତ ବିଦୁଷାମ ନ ସାଧୁ ମନ୍ୟେ ପ୍ରୟୋଗ ବିଜ୍ଞାନମ, ତାହେଲେ ପିଲେ ଯୋଉ ପରିତୋଷାତ ତ ସେଇଟା ମଧ୍ୟ କଣ, ପର୍ଯ୍ୟନ୍ତ ଆଙ୍କ ଯୋଗରେ ପିଲେ, ନା ନାଇଁ ଆ କୈଳାସାତ, କଣ ସେ ଶ୍ଲୋକ ପିଲେ ଥିଲା, ଆ କୈଳାସାତ ବିଷ କିଶଲୟ ଛେଦ ପାଥେୟବନ୍ତ। ହଁ, ବିଷ କିଶଲୟ ଛେଦ ପାଥେୟବନ୍ତ। ତାହେଲେ ପିଲେ ଆ କୈଳାସାତ, ସେଠି ମଧ୍ୟ ଯୋଉ କୈଳାସାତ ହେଇଛି ପିଲେ ସେଇଟା ମଧ୍ୟ କଣ ହେଇଯିବ, ଆଙ୍ଗ ଯୋଗେ ପଞ୍ଚମୀ। ଆଙ୍ଗ ଯୋଗେ ପଞ୍ଚମୀ। ହେଲା, ସେମିତି ପିଲେ ଅପବିଷ୍ଣୁ ସଂସାର, ତ ବିଷ୍ଣୁଙ୍କ ବିନା ସଂସାର ନାହିଁ। ତାହେଲେ ଏଠି ଅପ ପିଲେ କୋଉ ଅର୍ଥକୁ ବୁଝଉଛି, ବର୍ଜନ ଅର୍ଥକୁ। ହଁ, ତ ସେଥିପାଇଁ ପିଲା ଅପଯୋଗରେ ପଞ୍ଚମୀ ହେଇଗଲା। ପରି ବନାତ ବର୍ଷତି ମେଘ, ଅର୍ଥାତ ବନକୁ ଛାଡିକିରି ମେଘ ହଉଛି, ବୁଝିଲା। ତ ସେଥିପାଇଁ ବର୍ଜନ ଅର୍ଥକୁ ପିଲେ ବୁଝିଲା। ସେଥିପାଇଁ ପରିଯୋଗରେ କୋଉ ବିଭକ୍ତି ହେଇଗଲା,
पंचमी व्यक्ति पिले हेगला हैला तो से कथा पिले कहूची कि अप आंग एवं परि जोगरे पिले पंचम व्यक्ति हुए मर्यादा और अभिविधि अर्थरे पिले आंग तथा वर्जन अर्थरे अप और परि व्यवहृत होइथाय हैला तो ये तो हला पिले कथा तापर क्षेत्र को ए सब पद जोगरे मध्य पंचमी हुए बोली देई देछि पिले हैला कौन से कहूची पिले अन्य भिन्न इतर पृथक ए सब जोगरे पंचमी होइथाय जेमती रामात अन्य भिन्न इतर पृथक कह रावणम हंतुम समर्थ ताले ए जोगरे सब पिले को व्यक्ति हला पंचमी पिले ता सहित पिले बिना रुते नाना ए तीनटा जोगरे मध्य पंचमी होइथाय पिले जार अर्थ पिले व्यतीत तो जलात बिना कहि परिबा जलात रुते कहि परिबा जलात नाना कहि परिबा हला मत्स्याः न जीवन्ति सेमति पिले आरात आरात जोगरे मध्य पंचमी होइथाय आरात र अर्थ होची पिले दूर बा निकट सेति में आरात र अर्थ केवल दूर नुह कि केवल निकट नुह आरात दीटा अर्थ रे व्यवहार होइथाय दूर अर्थ रे मध्य व्यवहार होइथाय निकट अर्थ रे मध्य व्यवहार होइथाय हला तले गृहात आरात विद्यालय तले गृहात र पिले पंचमी काई केला आरात जोगरे जो सर एमती गोटे क्वेश्चन थिबा ताले ए जगह रे दूर को बुझौछ कि निकट को बुझौछ से जगह काना कहबो सेटा को देखिया जे अर्थ देखिरी तमे ये करबो बाकी हमें एते जानले जे या जोगरे पंचमी ही हबो तापर सेटाकर अर्थ पड़ले हम जानिबा कि एटा दूर अर्थ को बुझौछ कि निकट अर्थ को बुझौछ बुझला सर जेतले सकारण विभक्ति पचारिबो एई पद जोगे पंचमी बोली कहबा तो हां माने एगुडा आरत जोगे पंचमी आरात जोगे पंचमी ठीक ओके तापर क्षेत्र को पिले प्राक पूर्वम जोगरे मध्य पंचमी होई परिबो जेमति भोजनात् प्राक बा भोजनात् पूर्वम हस्तम प्रक्षालय हैला सेमति का पिले परम और अनंतरम जोगरे मध्य पंचमी होई थाय पिले हां जेमति पठनात् परम बा पठनात् अनंतरम क्रीडा हैला दा सहित पिले बही जोगरे पंचमी हबो बाहरे गृहात बही बालकाः क्रीडन्ति हैला पिले तापर क्षेत्र को पिले कौन कहूची ना आरभ्य प्रभृति ए सब अर्थ होची पिले आरंभ करिकरी ता जोगरे मध्य पंचमी होइथाय जेमति बाल्यात आरभ्य बा बाल्यात प्रभृति सह चतुरः तले पिले आरभ्य जोगरे भी पंचमी आ का जोगरे पंचमी प्रभृति जोगरे मध्य पंचमी पिले हैला तापर क्षेत्र को पिले उत्तरा उत्तराही हैला यांको जोगरे पंचमी होइथाय किंतु उत्तरेण हे गेले पिले द्वितीय द्वितीय को षष्ठी अरे द्वितीय को षष्ठी पिले हैला द्वितीय को षष्ठी किन जदी पिले जेमति कि पिले देखा मु जदी कहबी कोन नथला पिले धनपति गृहस्य उत्तरेणास्मदीयम उत्तर मेघरे पिले जक्ष कहिथिबो माने धनपति गृहर माने कुबेरଙ୍କ घरर उत्तर दिगरे मो घर हैला ताले एठी मनकर मोन वाक्य प्रयोग कली पिले कि कुबेरस्य कुबेर गृहस्य उत्तरेण मम गृहम ताले एठी कुबेर गृहस्य जदि अंडरलाइन करथियो ताले हम माने कोन कहया पिले कहा जोगरे षष्ठी हेची उत्तरेण जोगरे षष्ठी हेची किन जदि पिले उत्तरेण तळे पिले अंडरलाइन करथियो ताले कोन कहबो उत्तरेण तळे पिले अंडरलाइन करथियो पचारिथियो सकारण विभक्ति एनव जोगरे पिले षष्ठी हला द्वितीय हला आ निजे माने उत्तरेण रे ही पचारिथियो पिले उत्तरेण तृतीय आइ जिवो हां तृतीय पिले हिची तो तृतीय जे कोन पिले कहबो को तृतीय पिले कहबो उपपद ना याकू कहबो पिले प्रकृत्या दिव्य तृतीय भल से मन रखिता जोटे पूर्वेण दक्षिणेन उत्तरेण एगुड़ा का मध्य हो सब पिले को तृतीय प्रकृत्या दिव्य तृतीय हैला ए सब किसी पिले प्रकृति आदि गण भितर जाउची सेति पय प्रकृति आदि दिव्य तृतीय ठीक अछि पिले तले उत्तरा उत्तराही एमानक जोगरे पंचमी हेइ थाय पिले किंतु उत्तरेण दक्षिणेन जोगरे पिले द्वितीय आ षष्ठी पिले करबो तापर पिले दक्षिणा ही जोगरे भी पंचमी हो पिले तो श्री मंदिरात दक्षिणा बा दक्षिणा ही बंगोपसागर आ सेमति पिले कृच्छ्र रे पिले एक्चुअली कृच्छ्र जोगरे षष्ठी पंचमी होइनि पिले
ନିଜେ ପିଲେ କୃଚ୍ର ଅଳ୍ପ ସ୍ତୋକ ଏମାନଙ୍କର ହିଁ ପିଲେ କଣ ହୁଏ ପଞ୍ଚମୀ ହୁଏ। ପଞ୍ଚମ ଠିକ ଅଛି ଏମାନଙ୍କର ହିଁ ପଞ୍ଚମୀ ହୁଏ ପିଲେ ଏ ଶବ୍ଦରେ ହିଁ ପଞ୍ଚମୀ ହୁଏ ୟାଙ୍କ ଯୋଗରେ ପଞ୍ଚମୀ ହୁଏନି। ସେଥିପାଇଁ ସହ କୃଚ୍ଛ୍ରାତ ବିପଦ ମୁକ୍ତ ଶିଶୁ ଅଳ୍ପାତ ଦୁଃଖାତ ରକ୍ଷିତ ଅହମ ସ୍ତୋକାତ ବିପଦ ମୁକ୍ତା। ତାହେଲେ ଏଠି କୃଚ୍ଛ୍ର ଅଳ୍ପ ସ୍ତୋକ ଶବ୍ଦରେ ହିଁ ପିଲେ କୋଉ ବ୍ୟକ୍ତି ହେଇଛି ପଞ୍ଚମୀ ପଞ୍ଚମୀ ପିଲା ହେଇଛି ହେଲା। ସାର୍ ହୁଁ ସାର୍ କର୍ମ ପ୍ରବଚନ ଯୋଗରେ ଦ୍ୱିତୀୟ ବିଭକ୍ତି ବି ଅଛନ୍ତି। ଆପଣ ହଁ ଯେମିତି କର୍ମ କହିଲେ ପ୍ରତି ଯୋଗରେ ହଁ କର୍ମ ପ୍ରବଚନ ସାର୍ ଯୋଗରେ ଯେମିତି ଝିଅ କହିଲେ ଦ୍ଵିତୀୟ ବି କରିପାରିବ ପଞ୍ଚମୀ ବି ହେଇପାରିବ ସପ୍ତମୀ ବି ହେଇପାରିବ। ବାକି କୋଉ କର୍ମ ପ୍ରବଚନ ଅର୍ଥ ଝିଅ କଣ ସେଇଟା ଆମେ ଦେଖିବାର ଅଛି। ଯେମିତିକି ମୁଁ ତମକୁ ଆଜ୍ଞା ଉଦାହରଣ ଦେଇ କହିଲା ଯେତେବେଳେ ପ୍ରତି ଗୋଟେ କର୍ମ ପ୍ରବଚନୀୟ ତ ପ୍ରତି ଯୋଗରେ ଦ୍ୱିତୀୟ ବି ହେଇପାରୁଛି ଏପଟେ ପ୍ରତି ଯୋଗରେ ପିଲେ କଣ ହେଇପାରୁଛି ପଞ୍ଚମୀ ବି ହେଇପାରୁଛି କିନ୍ତୁ ପଞ୍ଚମ ଦ୍ୱିତୀୟ ବେଳେ ତାର ଅର୍ଥ ପିଲେ ଭିନ୍ନ ପଞ୍ଚମୀ ବେଳେ ମଧ୍ୟ ତାର ଅର୍ଥ ଭିନ୍ନ। ଠିକ ଅଛି କିନ୍ତୁ ଯୋଉ ଜାଗାରେ ପିଲେ ଉପସର୍ଗ ପର୍ଟିକୁଲାର ବ୍ୟବହାର ହେଲା ନା ପିଲେ ତାର ନାଁ ହିଁ ହଉଛି ପିଲେ କଣ କର୍ମ ପ୍ରବଚନୀୟ। ଯଦି ଉପସର୍ଗ ପିଲେ କୌଣସି ଏକ ସ୍ୱତନ୍ତ୍ର ଅର୍ଥରେ ବ୍ୟବହାର ହଉଛି ତେବେ ସେଇଟା ପିଲେ ଉପସର୍ଗ ନିଜର ଉପସର୍ଗତ୍ୱକୁ ହରେଇକିରି ସେ କଣ କୁ ପ୍ରାପ୍ତ କରୁଛି ତ କର୍ମ ପ୍ରବଚନୀୟତ୍ୱକୁ ସେ ପ୍ରାପ୍ତ କରୁଛି ସେ କର୍ମ ପ୍ରବଚନ ହେଇଯାଉଛି। ତାପରେ ତେଣିକି ଅର୍ଥ ହିସାବରେ ତା ଯୋଗରେ ଦ୍ୱିତୀୟ କରିବା କି ତା ଯୋଗରେ ଆମେ ପଞ୍ଚମୀ କରିବା କି ସପ୍ତମୀ କରିବା ତ ତାକୁ ଆମେ ମାନେ ଦେଖିବା ପିଲେ ହେଲା। ହଉ ତ ଏମିତି ହେଇକିରି ପିଲେ ଅପାଦାନ କାରକ ପଞ୍ଚମ ବ୍ୟକ୍ତି ପିଲେ ସରିଲା। ଚାଲ ଷଷ୍ଠୀ ବ୍ୟକ୍ତି ଆମେ ଟିକେ ଆରମ୍ଭ କରିଦବା କାଲିକି ପିଲେ ୟାକୁ ପଢିବା ଭଲସେ। ତାହେଲେ ଷଷ୍ଠୀ ସାର୍ ବିଭକ୍ତି ଟିକେ ଟା କହିଲେ ସାର୍ ଗୁଣବାଚକ ଟିକେ କହିଦିଅନ୍ତୁ ଆଉଥରେ। ଗୁଣବାଚକ କଣ ଝିଅ କହୁନା କୁହ। ସାର୍ ଯୋଉଟା ସ୍ତ୍ରୀଲିଙ୍ଗରେ ହୁଏ ପଞ୍ଚମୀ ବିଭକ୍ତି ତାପରେ ଯୋଉଟା କହୁଥିଲେ ଗୁଣବାଚକ ଦ୍ରବ୍ୟବାଚକ ଟା ସେଟା ସେ କହୁଛି ଯେ ପଞ୍ଚମ ବିଭକ୍ତି ଟା କେବଳ ଗୁଣବାଚକ ଶବ୍ଦ ଯଦି ହେଇଥିବ ତ ତାର ତୁମେ ହେତୁ ପଞ୍ଚମୀ କରିପାରିବ। କିନ୍ତୁ କିଛି କିଛି ଜାଗାରେ ମଧ୍ୟ ଏମିତି ବି ଦେଖାଯାଏ କି ଗୁଣବାଚକ ଶବ୍ଦ ନ ବି ହେଇଥିଲେ ସେଠି ମଧ୍ୟ ହେତୁ ପଞ୍ଚମୀ ହେଇପାରୁଛି। ହଁ ଯେମିତି ଧନାତ ଧର୍ମ ଯେମିତି ଧନ ଗୁଣ ଦ୍ରବ୍ୟବାଚକ ହେଲେ ମଧ୍ୟ ତାର କଣ ହେଇପାରୁଛି ପିଲେ ହେତୁ ପଞ୍ଚମୀ ହେଇପାରୁଛି। ନା ନାଇଁ ଏଥର ଯୋଉ ପଚାରିଥିଲା ଏଲଟିଆର ରେ ହଁ ସେମିତି ପିଲେ ପର୍ବତ ବହ୍ନିମାନ ଧୂମାତ ତ ଧୂମାତ ମଧ୍ୟ ଦ୍ରବ୍ୟବାଚକ ହେଲେ ମଧ୍ୟ ହେତୁ ପଞ୍ଚମୀ ହେଇପାରୁଛି ହେଲା। ଏଇ ହେଲା ତ ଝିଅ କଥା ଆଉ। ହଉ ତ ଷଷ୍ଠୀ ବିଭକ୍ତିର ପିଲା ଆମ ମାନେ ଜାଣିଲେ କି ଷଷ୍ଠୀ ବିଭକ୍ତିର ପିଲେ କଣ ନାହିଁ କାରକ ନାହିଁ ହେଲା। ତାହେଲେ ଷଷ୍ଠୀ ଯଦି କାରକ ନାହିଁ ତାହେଲେ ହବ ପୁଣି କଣ ତ ତା ପାଇଁ ବୃତ୍ତିକାର କହିଲେ ପିଲେ କି କାରକ ପ୍ରାତିପତିକାର୍ଥ ଭିନ୍ନ ସ୍ୱସ୍ୱାମୀ ଭାବାଦି ସମ୍ବନ୍ଧ ଶେଷ ହେଲା। ଦୁନିଆରେ ପିଲେ ଯେତେ ସବୁ ସମ୍ବନ୍ଧ ରହିଲେ ପିଲେ ବୁଝିଲା ୟାର ନାଁ ହିଁ ହଉଛି କଣ ଶେଷ। ତ ସେଥିପାଇଁ ସମ୍ବନ୍ଧୀୟ ଷଷ୍ଠୀ ଇଜ ଇକ୍ୱାଲ ଟୁ ପିଲେ କଣ ଶେଷେ ଷଷ୍ଠୀ ହେଲା। ସମ୍ବନ୍ଧ ଷଷ୍ଠୀ ଯାହା ଶେଷେ ଷଷ୍ଠୀ ସେଇଆ କାହିଁକି ନା ଯେତେ ସମ୍ବନ୍ଧ ଅଛି ତାର ନାଁ ହିଁ ପିଲେ ଶେଷ ହେଲା। କାରକ ପ୍ରାତିପଦିକାର୍ଥ ଭିନ୍ନ ସ୍ୱସ୍ୱାମୀ ଭାବାଦି ସମ୍ବନ୍ଧ ଶେଷ ବୋଲି ସେ କହିଦେଲେ ପିଲେ। ତ ସମ୍ବନ୍ଧ କେତେ ପ୍ରକାର ହେଇପାରେ ସ୍ୱସ୍ୱାମୀ ସ୍ୱସ୍ୱାମୀ ମାନେ ପିଲେ ଜଣେ ମାଲିକ ତାର କିଛି ପିଲେ କଣ ସେବକ ହେଇଥାଇ ପାରନ୍ତି ଅଥବା ଏମିତି ବି ହେଇଥାଇପାରେ ତମେ କହୁଛ ଏଇଟା ମୋର ପେନ୍ ଏଇଟା ମୋର ବ୍ୟାଗ ତ ସେଠି ମଧ୍ୟ ତୁମର ବ୍ୟାଗ ଆଉ ତୁମ ଭିତରେ କୋଉ ସମ୍ବନ୍ଧ ସ୍ୱସ୍ୱାମୀ ସମ୍ବନ୍ଧ ନା ନାଇଁ ତୁମର ବ୍ୟାଗ ହଉଛି ସ୍ୱ ଶବ୍ଦର ଅର୍ଥ ହଉଛି କଣ ପିଲେ ଦ୍ରବ୍ୟ ନିଜର ନୁହଁ ସ୍ୱର ଚାରିଟା ଅର୍ଥ ଅଛି ହେଲା। ସ୍ୱର ପିଲେ ଜ୍ଞାତି ନିଜର ଧନ ଦ୍ରବ୍ୟକୁ ବି ବୁଝେଇଥାଏ ବୁଝିହଉଛି ପିଲେ। ତ ସେଥିପାଇଁ ଗୋଟେ ସୂତ୍ର ନେଇ ପିଲେ ସୋମ ଜ୍ଞାତି ଧନାକ୍ଷୟାମ ମାନେ ଯଦି ସୋମ ଶବ୍ଦ ପିଲେ ଧନ ଆଉ ଜ୍ଞାତି ଅର୍ଥକୁ ନ ବୁଝାଏ ସେଇଟା ସର୍ବନାମ ଶବ୍ଦ ହେଇଥାଏ ଛାଡ ତା ଭିତରୁ ଯିବାନି। ତେବେ ସ୍ୱ ଶବ୍ଦର ଅର୍ଥ ପିଲେ ଦ୍ରବ୍ୟ କୌଣସି ପଦାର୍ଥ ତ କିଛି ବି ହେଇଥାଇପାରେ ଅଥବା ଆତ୍ମୀୟ ଜ୍ଞାତି ଏ ଅର୍ଥ ବି ହେଇଥାଏ ହେଲା। ସେମିତିକା ପିତା ପୁତ୍ର ସମ୍ବନ୍ଧ ହେଇପାରେ ପତି ପତ୍ନୀ ସମ୍ବନ୍ଧ ହେଇପାରେ ତ ଏମିତି ଅସଂଖ୍ୟ ସମ୍ବନ୍ଧ ଅଛି ପିଲେ ଜନ୍ୟ ଜନକ ଭାବ ସମ୍ବନ୍ଧ ହେଇପାରେ ନା ନାଇଁ। ଯେମିତି କି ଏଇଟା ମୋର ଆଖି ତ ଆଖି ଆଉ ମୋ ଭିତରେ କୋଉ ସମ୍ବନ୍ଧ ଅବୟବ
अवयव अवयवी संबंध मोर आखि होची अवयव आ मु निजे होची कण अवयवी ना नहीं अवयवी तो आखि होची मोर अंग मु निजे होची अंगी अवयवी अंगी हाँ तो अंगांगी भाव संबंध अवयव अवयवी और अंगांगी एक ही जिनस पिले तो एभली संबंधर संख्या पिले असंख्य संख्या हैला तो सेठी जोटी जोटी पिले संबंध आसीबो से होची शेष आ सेही संबंधर पिले हबो को व्यक्ति ना संबंधे षष्ठी बा पिले शेषे जनकटा टी कहि दियंतु जन्य जनक झ जेमति कि हम माने कहि परिया पिले पिता पुत्र संबंध भितरे तो पुत्र होची कोन जन्य पिता होचन तार जनक बुझो बुझो एभली आ सर संबंध षष्ठी जहाँ शेष षष्ठी से हाँ संबंध लिखिदेली परा झियोटी संबंध इज इक्वल टू शेष संबंधर ना ही शेष झियो ठीक अछि संबंधर ना ही होची शेष ताले देला पिले रामस्य पुत्रः हैला रामस्य पुत्रः क्रीडते ताले पिले राम और पुओ भितर को संबंध पिले जन्य जनक हाँ तो रामस्य पिले हे गला षष्ठी व्यक्ति संबंध षष्ठी बा शेष षष्ठी सेमति राज्ञः पुरुषः आगच्छन्ति तले राजा और पुरुष यांक भितर को संबंध स्वस्वामी भाव स्वस्वामी भाव संबंध तो एठी मध्ये हे गला पिले षष्ठी सेमति भक्तः कृष्णस्य पाद पंकजम भजते तले कृष्ण और पाद पंकज को संबंध पिले अरे अंगांगी कहले अंगांगी भाव संबंध कृष्ण होचंदी पिले अंगी तांको पाद पंकज होची तांकर अंग पिले हैला ताले एठारे रामस्य राज्ञः कृष्णस्य एही पदत्रय पिले षष्ठी विभक्त्यंत अटंती एही पद गुड़िकर क्रियापद क्रीडति आगच्छन्ति भजति सहित संबंध नाही पिले क्रीडति सहित पिले रामर कोन संबंध किछ संबंध नाही सेमति आगच्छन्ति क्रिया संगे राजांकर किछ संबंध अछि पिले नास किछ संबंध नाही ना नाही आ सेमति पिले कृष्णकर पिले भजति संगे किछ संबंध अछि किछ संबंध नाही काहेकि ना भक्त पिले कृष्ण को भजन करूनी भक्त काहा को भजन करूछि पाद पंकजम पाद पाद पंकज को भजन करूछि ठीक अछि काहेकि ना भक्त को कृष्ण दरकार नांदी भक्त को पिले कोन दरकार कृष्णकर पाद पंकज ना नहीं आहुरी मध्य पिले एते बहुत बड़ भक्त अछन पिले हां सेमान तो कृष्णकर पाद पंकज को भी चाहतनी सेमान कोनते आपनक पाद पंकज माने तले आपण पाद पकांते से जो धूली भी उडे ना से धूली रे गोटे सूक्ष्म कणाक मु भजन करूछि हैला एमिति मध्य पिले भक्त अछन पिले तो मते आपण पाद पंत पहुंचाबे कि आवश्यक नाही हैला चला तापर से कथा पिले होचंदी पिले कि एठारे थला तले बरम एमानकर संबंध पिले वाक्य रे थिबा अन्य विशेष्य पद गुड़िक जेमति कि पुत्र पुरुष पाद पंकज संगे रहिछि हां रामकर संबंध पुत्र संगे रे अछि राजांकर संबंध पुरुष संगे रे अछि कृष्णकर संबंध पिले का संगे रे अछि पाद पंकज संगे रे अछि नै एमानक संगे रे अछि कि क्रियापद संगे किछि संबंध नाही तबे क्रिया सहित संबंध नथिवारु षष्ठी विभक्त्यंत पदर कारकत्व संभव हुए नाही तेणु एहाकू केवल संबंध पद बोली पिले कुहा जाय आ संबंध पद रे पिले षष्ठी विभक्ति होई थाए तेणु रामस्य राज्ञः कृष्णस्य इत्यादि पद पिले संबंधे षष्ठी सूत्र रे पिले को विभक्ति हेछि षष्ठी विभक्ति पिले हेछि तेबे संबंधर पिले प्रकार असंख्य तेबे उपरयुक्त तीनोटी वाक्य रे यथाक्रम रे प्रथम रे जन्य जनक ता परटारे स्वस्वामी भाव ता परटारे अवयव अवयवी बा अंगांगी भाव संबंध देखा जाइछे तो मु तुमको प्रथमे जो कथा कहली सेही कथा को प्लेटी मध्ये से कहउचंती कि महर्षि पाणिनि अष्टाध्यायी ग्रंथ रे 6टी कारक विषय आलोचना करला परे कहिले आउ जहा रहिला अवशिष्ट हां ताकू कहा जीव कोन शेष सेही स्थान रे षष्ठी विभक्ति हेबो सेति पय पाणिनि कहइछनि प्ले षष्ठी शेषे हला तापे आ किछि वर्ड व्यवहार करले जेंति अपादान पंचमी तापे आ किछि व्यवहार करले लास्ट खाली कहदिले शेषे शेषे माने होछि प्ले जहा रहि गला हला कारक प्रातिपदिक को छाडी देले आ जहा रहि गला तार ना होछि प्ले कोन
ଶେଷେ ଆଉ ସେଇ ଶେଷ ଶେଷ ହଁ। ସାର୍ ଶେଷ ଯଦି ସମ୍ବନ୍ଧ କେତେ ପ୍ରକାର ବୋଲି ପର୍ଟିକୁଲାର କ୍ୱେଶ୍ଚନ ଆସେ ତାହେଲେ ଆନ୍ସର କଣ ହବ? କିଛି ନାହିଁ ଯେ ସମ୍ବନ୍ଧ କେତେ ପ୍ରକାର ଆଉ କଣ କହିଯାଉଛି ଅନେକ ସମ୍ବନ୍ଧ ହେଲା ଅସଂଖ୍ୟ ସମ୍ବନ୍ଧ ହେଲା ପିଲା। ଖାଲି ପାମ୍ପଡ଼ ଅଛି ଖାଇବୁ କଣ? ନା ପାଠ ପଢ ଖାଲି ଆରେ ଖାଇବା ଚିନ୍ତା ତାଙ୍କର। କାହାର ଏଠି ଖାଇବା ଚିନ୍ତା ହେଲେଣି କଣ ଏତିକି ବଡ ଚାଲ ହେଲା। ତ ସେଥିପାଇଁ ପିଲେ ଏହାକୁ ଆମେ ଶେଷେ ଷଷ୍ଠୀ ବୋଲି କହିଥାଉ। ଏହାକୁ ପିଲେ ସମ୍ବନ୍ଧ ସାମାନ୍ୟ ଷଷ୍ଠୀ ବୋଲି ମଧ୍ୟ ପିଲେ କୁହାଯାଇଥାଏ ହେଲା। ତ ଇଏ ତ ପିଲେ ଗୋଟେ କଥା ହେଇଗଲା। ତ ଶେଷେ ତ ଆମେ ଜାଣିଲେ କି ହଁ ଠିକ ଅଛି ଯୋଉମାନେ କାରକ ନୁହନ୍ତି ଯୋଉମାନେ ପ୍ରାତିପଦିକ ନୁହେଁ ତାର ନାଁ ହଉଛି କଣ ଶେଷ। କିନ୍ତୁ ପିଲେ ଶେଷ। ବେଳେ ବେଳେ ପିଲେ ଏମିତି ବି ସିଚୁଏସନ ଆସେ କଣ ସିଚୁଏସନ ଆସେ ନା ଆମେ ଯଦି ପିଲେ ଚାହିଁବା ବି କୌଣସି କାରକକୁ ପିଲେ ଶେଷ ବୋଲି ଦେଖେଇବା ପାଇଁ ତେବେ ତାର ବି ହେଇପାରିବ ପିଲେ। କିଛି ଜାଗାରେ ଏମିତି ବି ହେଇଥାଏ ମାନେ ଆକ୍ଚୁଆଲି ସେଇଟା ପିଲେ ଶେଷ ନୁହଁ ସେଇଟା ସମ୍ବନ୍ଧ ନୁହଁ ପିଲେ ଆକ୍ଚୁଆଲି। କାହିଁକି ନା ଶେଷ ତ କଣ ଆମେ ଜାଣିଛେ ବହୁତ ଭଲ ସେ ପିଲେ ଯୋଉଟା କାରକ ହେଇନଥିବ କି ପ୍ରାତିପଦିକ ହେଇନଥିବ ତାର ନାଁ ହଉଛି କଣ ଶେଷ। ଆରେ ପିଲେ ଯୋଉଟା ଯୋଉଟା କାରକ ହେଇନଥିବ କି ପ୍ରାତିପଦିକ ହେଇନଥିବ ତାର ନାଁ ହଉଛି ଆକ୍ଚୁଆଲି ଶେଷ ନା ପିଲେ ଆଉ। କିନ୍ତୁ ବେଳେ ବେଳେ ପିଲେ କୌଣସି ଗୋଟେ କାରକ ହେଇଥିବ ମାନେ ସେ କର୍ମକାରକ ହେଇଥାଉ କି ପିଲେ କରଣ କାରକ ହେଇଥାଉ କୌଣସି ନା କୌଣସି କାରକ ପିଲା ହଉଥିବ ସେଇଟା ଶେଷ ଆକ୍ଚୁଆଲି ନୁହଁ। କିନ୍ତୁ ବେଳେ ବେଳେ ପିଲେ ଯଦି କୌଣସି କାରକର ବି ଆମକୁ ଶେଷ ବୋଲି କହିବାକୁ ଇଚ୍ଛା ହୁଏ ତାହେଲେ ବି ପିଲାମାନେ କହିପାରିବା କି ହଁ ଇଏ ବି ଶେଷ ବୋଲି। ତ ସେଥିପାଇଁ ଗୋଟେ ନିୟମ କରାଯାଇଛି ପିଲେ କି କର୍ମାଦୀନାମ ଅପି ସମ୍ବନ୍ଧ ମାତ୍ର ବିବକ୍ଷାୟାମ ପିଲେ କଣ ଷଷ୍ଠୀ ଏବ ହେଲା। କହୁଛି କି କର୍ମ ଆଦି କାରକ ମାନଙ୍କର ବି ଯଦି ଆମେ ସମ୍ବନ୍ଧ ଷଷ୍ଠୀ ବା ଶେଷ ଷଷ୍ଠୀ କହିବା ପାଇଁ ଚାହିଁବା ତାହେଲେ ବି ଷଷ୍ଠୀ କହିପାରେ। ବିବକ୍ଷାର ମାନେ ହଉଛି ପିଲେ କଣ କହିବାର ଇଚ୍ଛା କହିବାର ଇଚ୍ଛା ହଁ। ବକ୍ତୁମ ଇଚ୍ଛା। ତ ଯଦି ଆମକୁ କେତେବେଳେ କହିବାକୁ ଇଚ୍ଛା ହୁଏ କି ନାଇଁ ଆମେ କର୍ମକାର କରିବାନି ଆମେ ସେଠି ସମ୍ବନ୍ଧ ଦେଖେଇବା ପାଇଁ ତାହେଲେ ବି ପିଲାମାନେ କରିପାରିବା। କିନ୍ତୁ ତାକୁ ପିଲାମାନେ ଶେଷେ ଷଷ୍ଠୀ ବୋଲି ନ କହିକିରି ତାକୁ ଆମ ମାନେ ପିଲା କଣ କହିବା ସମ୍ବନ୍ଧ ମାତ୍ର ବିବକ୍ଷାୟାମ ଷଷ୍ଠୀ ହେଲା। ତାକୁ ପିଲାମାନେ କଣ ବ୍ୟବହାର କରିବା ସମ୍ବନ୍ଧ ମାତ୍ର ବିବକ୍ଷାୟାମ ଷଷ୍ଠୀ ମାନେ ଏଇଟା ଆକ୍ଚୁଆଲି ଶେଷ ନୁହଁ। ଏଠି କେବଳ ପିଲେ ସମ୍ବନ୍ଧ ମାତ୍ର ଗୋଟେ ଇଚ୍ଛା ହବା କାରଣରୁ ଆମ ମାନେ କୋଉ ବିଭକ୍ତି କଲେ ଷଷ୍ଠୀ ବିଭକ୍ତି କଲେ। ଯେମିତି ଉଦାହରଣ ପାଇଁ ଦେଖ ପିଲେ ଆକ୍ଚୁଆଲି ହଉଛି ପିଲେ ବନ୍ଦେ ଗୁରୋହ ଚରଣଉ ହେଲା। ଗୁରୁଙ୍କର ଚରଣ ଦ୍ୱୟକୁ ମୁଁ ବନ୍ଦନା କରୁଅଛି। ତାହେଲେ ଏଠି ପିଲେ ଆକ୍ଚୁଆଲି ଯୋଉ ଚରଣ ପିଲେ ଏଇଟା କଣ ପିଲେ ଏଇଟା କୋଉ କାରକ କହୁନ କର୍ତ୍ତୃକାରକ। କର୍ତ୍ତୃକାରକ ପିଲେ କର୍ମ ନା ଆରେ କାହାକୁ ବନ୍ଦନା କରୁଛ ଉତ୍ତରରେ କଣ ଆସିବ ହଁ ହଁ ଚରଣ ଦୁଇ ଚରଣକୁ ବନ୍ଦନା କରୁଛି ନା ନାଇଁ। ତାହେଲେ ଚରଣ ଦିଟା ହେଲା ପିଲା ଆକ୍ଚୁଆଲି ହଉଛି ପିଲା କର୍ମକାରକ। କିନ୍ତୁ ଯଦି ପିଲା ଆମେ ଯାଇ ଚାହିଁବା କି ନାଇଁ ଆମେ କର୍ମକାରକ କରିବୁନି ଆମେ ସେଇଠି ଷଷ୍ଠୀ ବିଭକ୍ତି କରିଦବୁ ତାହେଲେ ଏଇ ପିଲା ମାନେ କରିପାରିବା। ଯେମିତିକି ଏଠି ସେ କରିଛି କି ବନ୍ଦେ ଗୁରୋହ କଣ ପିଲେ ଚରଣୟୋହୋ। କିନ୍ତୁ ଆକ୍ଚୁଆଲି ଚରଣୟୋ ପିଲେ ଶେଷ ନୁହଁ କେବଳ ଆମେ ତାକୁ ସମ୍ବନ୍ଧ କରିକିରି ଷଷ୍ଠୀ କରିଛେ କିନ୍ତୁ ପ୍ରକୃତରେ ସେ ସମ୍ବନ୍ଧ ନୁହଁ। କିନ୍ତୁ ଯଦି ଗୁରହ କଥା କୁହାଯିବ ତାହେଲେ ଇଏ ହଉଛି ପିଲେ କଣ ଶେଷେ ଷଷ୍ଠୀ। ଷଷ୍ଠୀ। କାହିଁକି ନା ଗୁରହଟା ପିଲେ ଶେଷେ ଷଷ୍ଠୀ କାହିଁକିନା ଗୁରହଟା ପିଲେ ସମ୍ବନ୍ଧ କାହିଁକିନା ଗୁରହର ପିଲେ ବନ୍ଦେ ସାଙ୍ଗରେ କିଛି ସମ୍ବନ୍ଧ ନାହିଁ। ଗୁରୁ ଆଉ ଚରଣ ଭିତରେ ପିଲେ କୋଉ ସମ୍ବନ୍ଧ ଅବୟବ ସବୁ ଅବୟବ ଅଙ୍ଗାଙ୍ଗୀ ସମ୍ବନ୍ଧ। ଅଙ୍ଗାଙ୍ଗୀ ଭାବ ସମ୍ବନ୍ଧ। ସେଥିପାଇଁ ଗୁରୁଙ୍କର ଆକ୍ଚୁଆଲି ସମ୍ବନ୍ଧ ପିଲେ ଇଏ ସମ୍ବନ୍ଧ ଷଷ୍ଠୀ ବା ଶେଷେ ଷଷ୍ଠୀ। କିନ୍ତୁ ଚରଣୟ ପିଲେ ସମ୍ବନ୍ଧ ଷଷ୍ଠୀ ନୁହଁ। ଚରଣୟ ହଉଛି ପିଲେ କଣ ସମ୍ବନ୍ଧ ମାତ୍ର ବିବକ୍ଷାୟାମ ଷଷ୍ଠୀ ବୁଝିହେଲା ପିଲେ। ସେମିତି ଭକ୍ତ ଶଙ୍କରସ୍ୟ ପାଦୟୋହ ଭଜତି ଇଏ ବି ଠିକ ସେମିତି ଜିନିଷ ପିଲେ। ତ ଭକ୍ତ ଶିବଙ୍କର ପାଦକୁ ବନ୍ଦନା କରୁଅଛି ତ ପାଦଟା ଆକ୍ଚୁଆଲି ପିଲେ କର୍ମ କିନ୍ତୁ ଆମର ଇଚ୍ଛା ଯେହେତୁ ହେଲା ସମ୍ବନ୍ଧ ଦେଖେଇବା ପାଇଁ ସେଥିପାଇଁ ଆମେ କୋଉ ବିଭକ୍ତି କଲେ ଷଷ୍ଠୀ ବିଭକ୍ତି ପିଲେ କଲେ ହେଲା। ସେମିତି ତାବତ ଭୟସ୍ୟ ଭେତବ୍ୟମ୍ ତ ଭୟକୁ ଭୟ କରିବା ଉଚିତ ବୁଝିଲା। ତାହେଲେ ଏଠି ମଧ୍ୟ ଆକ୍ଚୁଆଲି ଭୟଟା ହଉଛି ପିଲେ କଣ କର୍ମ ପିଲେ ଭୟଟା ଆକ୍ଚୁଆଲି ହଉଛି କଣ କର୍ମ ପିଲେ। କିନ୍ତୁ ତାର ଇଚ୍ଛା ହେଲା ଆମକୁ ସମ୍ବନ୍ଧ ମାତ୍ର ଦେଖିବା ପାଇଁ ସେଥିପାଇଁ ପିଲେ କଣ କରିଦେଲେ ଷଷ୍ଠୀ ବିଭକ୍ତି ପିଲେ ଷଷ୍ଠୀ ବିଭକ୍ତି ପିଲେ କରାହେଲା। ତ ସେଥିପାଇଁ କହୁଛି କି ବହୁ ସ୍ଥଳରେ କାରକ ବିଭକ୍ତିର ସମ୍ଭାବନା ଥିଲେ ମଧ୍ୟ ସମ୍ବନ୍ଧ ବିବକ୍ଷରେ ଷଷ୍ଠୀ ବିଭକ୍ତି ହୋଇଥାଏ।
ତେବେ ଉପରିଲିଖିତ ବାକ୍ୟ ଗୁଡିକରେ ଚରଣ ପ୍ରଭୃତି କର୍ମ ଆଦି କାରକ ସ୍ଥଳରେ ପିଲେ ସମ୍ବନ୍ଧ ବିବକ୍ଷାରେ କଣ ହେଇଛି? ଷଷ୍ଠୀ। ଷଷ୍ଠୀ। ଷଷ୍ଠୀ ବିଭକ୍ତି ପିଲେ କରାହେଇଛି ହେଲା। ତ ସେଥିପାଇଁ ପିଲେ ସମ୍ବନ୍ଧେ ଆଉ ଷଷ୍ଠୀ ଆଉ ସାର୍ ଶଙ୍କରସ୍ୟ ପାଖରେ ଶେଷେ ଷଷ୍ଠୀ। ହଁ ସେଇଠି ଶେଷୀ ଷଷ୍ଠୀ କାହିଁକି ନା ଶଙ୍କର ତ ଆକ୍ଚୁଆଲି ସମ୍ବନ୍ଧ ପିଲେ ଶଙ୍କର ଆଉ ପାଦ ଭିତରେ କୋଉ ସମ୍ବନ୍ଧ ପିଲେ? ଅଙ୍ଗାଙ୍ଗୀ ଭାବ ସମ୍ବନ୍ଧ। ତ ସେଥିପାଇଁ ଶଙ୍କରଙ୍କର ଶେଷୀ ଷଷ୍ଠୀ ପିଲେ କିନ୍ତୁ ପାଦୟ ହଉଛି ପିଲେ ସମ୍ବନ୍ଧ ମାତ୍ର ବିବକ୍ଷାୟାମ ଷଷ୍ଠୀ ହେଲା। ଏ ତାହେଲେ ପିଲେ କଥା ଆଉ ବୁଝି ହେଇଯିବ ଟି? ସାର୍ ଆଜି ସେତିକି ଥାଉ ସାର୍। ହଁ ଏତିକି ଥାଉ ଆମେ କାଲିକି ପୁଣି ପିଲେ ଏଇଠୁ ପଢିବା ଆଉ ହେଲା। କାଲି ଷଷ୍ଠୀ ବିଭକ୍ତି ପିଲେ ସାରିବା ପାଇଁ ଚେଷ୍ଟା କରିବା ଆଉ କଣ ଅଛି ଆଉ। ହୁଁ ସାର୍ ଗୋଟେ କ୍ୱେଶ୍ଚନ କହୁନ ଝିଅ କୁହ। ସାର୍ କ୍ଷତ୍ରିୟର ସ୍ତ୍ରୀଲିଙ୍ଗ ହୁଁ ସାର୍ କ୍ଷତ୍ରି ଇ ହବ ନା କ୍ଷତ୍ରିୟାଣୀ? କଣ ପିଲା ହବ କୁହ? ଆଉ କ୍ଷତ୍ରିୟ ଜାତୀୟ ସ୍ତ୍ରୀ ହେଲେ କଣ ହବ? ସ୍ତ୍ରୀ ହେଲେ କ୍ଷତ୍ରି ହବ, ଦୀର୍ଘ ଇ ହେଇଯିବ। କ୍ଷତ୍ରି ଜାତୀୟ ସ୍ତ୍ରୀ ଜାତୀୟ କ୍ଷତ୍ରିୟା। ଜାତୀୟ ସ୍ତ୍ରୀ ହେଲେ କ୍ଷତ୍ରିୟା। ଜାତୀୟ ପର୍ସନାଲ ହେଲେ ହେଲା ଜାତୀୟ ସ୍ତ୍ରୀ ହେଲେ ଝିଅ କ୍ଷତ୍ରିୟା। କ୍ଷତ୍ରିୟାଣୀ ବି ହେଇପାରିବ ନା ହେଇପାରିବନି? ହଁ କ୍ଷତ୍ରିୟାଣୀ ହଁ ବି ହେଇପାରିବ କାହିଁକି ପିଲେ ହଁ ହଁ ଅରିୟ ହେଇପାରିବ। କ୍ଷତ୍ରିୟା ଅରିୟ କ୍ଷତ୍ରିୟାଭ୍ୟାମ କଣ ସୂତ୍ର ଏମିତି ଅଛି ପିଲେ ସ୍ୱାର୍ଥେ ଆନୁକ୍ ନା ଏମିତି କଣ ତ କ୍ଷତ୍ରିୟାଣୀ ବି ହେଇପାରିବ ଝିଅ ହେଲା। ଯଦି କ୍ଷତ୍ରିୟ ଆଜ୍ଞା ସାର୍। ତମ ସେ ବହିରେ ଲେଖା ହେଇଥିଲା ପିଲେ କ୍ଷତ୍ରିୟ ଜାତୀୟ ସ୍ତ୍ରୀରେ ଦିଅ ଲେଖା ହେଇଥିବ ବୋଧେ କଣ କଣ? ଦିଟା କ୍ଷତ୍ରିୟ ଲେଖାଯାଇଛି। କ୍ଷତ୍ରିୟ କ୍ଷତ୍ରିୟାଣୀ ବି ଅଛି। ହଁ ଆଉ ବାକି ଯୋଉଟା କ୍ଷତ୍ରିୟ ସ୍ତ୍ରୀରେ କଣ ଲେଖା ହେଇଛି? କ୍ଷତ୍ରି ଇ ବି ହବ କ୍ଷତ୍ରିୟାଣୀ ବି ହବ ସାର୍। ନାଇଁ ତ କ୍ଷତ୍ରିୟ ସ୍ତ୍ରୀରେ ପିଲେ କ୍ଷତ୍ରିୟାଣୀ ହଉନଥିବ ତ? ତାର କ୍ଷତ୍ରିୟସ୍ୟ ସ୍ତ୍ରୀ ହଉଛି କ୍ଷତ୍ରି ଦୀର୍ଘ ଇ ଖାଲି ଯୋଉଟା କହିଲେ। ହଁ କେବଳ ଆଉ କ୍ଷତ୍ରିୟ ଜାତୀୟ ସ୍ତ୍ରୀ ହେଲେ କ୍ଷତ୍ରିୟା ବା କ୍ଷତ୍ରିୟାଣୀ। ହେଲା ହଁ କାହିଁକି ନା ଆଜ୍ଞା। ମୁଁ କହିଲେ ଭାବିଲି ଅରିୟ ଆଉ କ୍ଷତ୍ରିୟ ସ୍ୱାର୍ଥ ଅର୍ଥରେ ସ୍ୱାର୍ଥ ମାନେ ଯୋଉ ଜାତୀୟ ଅର୍ଥରେ ପିଲେ ସେଠି ଆନୁକ୍ ହେଇଥାଏ ବିକଳ୍ପରେ ହେଲା। ଆଉ ଥରେ ଜାତୀୟ ଅର୍ଥରେ କ୍ଷତ୍ରିୟାଣୀ ହବ। ହଁ କ୍ଷତ୍ରିୟାଣୀ ହବ ଆଉ କ୍ଷତ୍ରିୟା ବି କ୍ଷତ୍ରିୟା ହେଇପାରିବ ଝିଅ। ଆମର ଏଇଟା ଆଉ କୋଉଠି ଥିଲା ପିଲେ? କେବଳ ସାର୍ କ୍ଷତ୍ରି ଇଟା ହଉଛି କ୍ଷତ୍ରିୟ ଜାତୀୟ ସ୍ତ୍ରୀ ଗୋଟେ ହବ। ନା ଦେଖ କ୍ଷତ୍ରିୟସ୍ୟ ସ୍ତ୍ରୀ ଦେଖ ଏଇଠି ଦେଖ କ୍ଷତ୍ରିୟସ୍ୟ ଝିଅ ସ୍ତ୍ରୀ। ଏଇଠି ଦେଖ ଏଇଠି ତମର ଯାହା ଲେଖା ହେଇଛି ନା ପିଲେ କ୍ଷତ୍ରିୟ ଜାତୀୟ ସ୍ତ୍ରୀ ହେଲେ ଦିଟା ହେଇପାରିବ ପିଲେ କ୍ଷତ୍ରିୟା ହବ କ୍ଷତ୍ରିୟାଣୀ ବି ହବ। ଯଦି ଜାଣିବେ କ୍ଷତ୍ରି ୟସ୍ୟ ସ୍ତ୍ରୀ ହେଲା ତେବେ ପିଲେ ଗୋଟିଏ ରୂପ ହବ କଣ ରୂପ ହବ? କ୍ଷତ୍ରି ଇ କ୍ଷତ୍ରି ହେଲା ସାର୍ ବୁଝିଗଲି। ହଁ ତ ସେଇଟା ଆକ୍ଚୁଆଲି ଯୋଉ ବାର୍ତ୍ତିକଟା ମୋର ପୁରା ମନେ ପଡୁନି ଏମିତି ଥିଲା ଅରିୟ କ୍ଷତ୍ରିୟାଭ୍ୟାମ ସ୍ୱାର୍ଥେ ଆନୁକ୍ ନା ଏମିତି କଣ ପିଲା ଆନୁକ୍ ବା ମାନେ ବିକଳ୍ପ ରହୁଛି। ସାର୍ ଅୟୋଗ ବାହା ଯୋଉ ସେଇଟା ସାର୍ ତିନିଟା ନିଆଯିବ ନା ପାଞ୍ଚଟା କରାଯିବ ସେଟାକୁ? ଏଇ ଯୋଉ ଉପମାନ୍ୟ ଆଉ କର୍ମ ଏଇ ଯୋଉ ଜୁହା ମେଳକୁ ବି ନିଆଯିବ କି? ହଁ ଅୟୋଗ ସେଗୁଡାକ ବାହା ଯିବ ହେଲା ସେ ବି ଯିବ ୟୋଗ ବାହାରେ ହେଲା ପିଲେ। ତ ସେଥିପାଇଁ ଅୟୋଗ ଆଜ୍ଞା ବାହାରେ କେତେଟା ବର୍ଣ୍ଣ ପିଲେ ଯାଉଛି ସେଥିପାଇଁ? ତମ ପିଲେ ମୁଁ ସାର୍ ଏଥିରେ ପାଞ୍ଚଟା ହେଇଯିବ ଚାରିଟା। ସେଇଟା। ଅୟୋଗ ବାହାରେ ପିଲେ ତମର ଯାଉଛି ଚାରିଟା ନା ପାଞ୍ଚଟା ପିଲେ ଚାରିଟା ବୋଧେ ଯାଉଛି ନା କଣ? ଚାରିଟା ହଁ ଅନୁସ୍ୱାର ବିସର୍ଗ ଜିହ୍ବା ମୂଲ୍ୟ ଚନ୍ଦ୍ରବିନ୍ଦୁ ଟାକୁ ନିଆଯିବନି? ନାଇଁ ଚନ୍ଦ୍ରବିନ୍ଦୁ ନାଇଁ ହେଲା। ସେଇଟା ଆଜ୍ଞା ଓଡିଆରେ ସାର୍। ହୁଁ ହଉ ପିଲେ ସାର୍ ଠିକ ଯୋଉ ଅଛି ୟୁତ୍ରାକ୍ଷ ନଦୀଟା ସାର୍ ସମସ୍ତ ଦୀର୍ଘଇକାରାନ୍ତ ଆଉ ଦୀର୍ଘଉକାରାନ୍ତରେ ନଦୀ ସଂଜ୍ଞା ହବ। ହୁଁ ସାର୍ ହର୍ଷଇକାରାନ୍ତ ହବ କି ସେଥିରେ ହର୍ଷଇକାରାନ୍ତ ହବ କି? ହର୍ଷଇକାରାନ୍ତ ପରା ଝିଅ ଇଏ ହଉଛି କୋଉ ସଂଜ୍ଞା ପିଲେ ଘି ସଂଜ୍ଞା ହଉଛି। ଘି ସଂଜ୍ଞା ଆଜ୍ଞା ହେଲା ସାର୍। ଶେଷଜ୍ଞ ସଖୀ। ଶେଷଜ୍ଞ ସଖୀରେ ପିଲେ ଠିକ। ଆଜ୍ଞା ଆଜ୍ଞା। ହଉ ପିଲେ ସାର୍ ଠିକ ଅଛି ଶୂଦ୍ର ସୁଦ୍ରି ସାର୍ ସୁଧୀର ତାଲବେସର ଦୀର୍ଘଉକାର ହବ ନା ହର୍ଷଉକାର? ହର୍ଷଉକାର କାହିଁ ଝିଅ କରିବ ଦୀର୍ଘଉ କରିବ ନା ଆଉ ଶୂଦ୍ର ତ ଦୀର୍ଘଉକାର ଆଉ ହେଲା। ଆଜ୍ଞା ହର୍ଷଉକାର କରିବନି ଦୀର୍ଘଉକାର କରିବ। ପ୍ରଣାମ ହଉ ସାର୍। ପିଲେ ହଁ ପିଲେ ହଁ। ପ୍ରଣାମ। ପ୍ରଣାମ ସାର୍।